गुरुजी प्रणाम। प्रणाम आज्ञा। ଆଜ୍ଞା। गुरुजी आज मोर प्रश्न रहुछि गीतारे कर्म जोग, भक्ति जोग, ध्यान जोग एवं ज्ञान जोग रहिछि। ईश्वर प्राप्ति करबा पई एई चारोटी मार्ग रहिछि। ताहाले को मार्ग सहज, सरल और को मार्ग जने साधक आचरण कले शीघ्र ईश्वर प्राप्ति हेई परिबो और सबुठ श्रेष्ठ मार्ग कोउटा अछि? सुंदर, बहुत बढ़िया प्रश्न। ये प्रश्न अनेक साधकों मन में प्राथमिक दशा उत्पन्न होता है। प्राथमिक दशा जी भी साधना मार्ग को आसी था ସେମାନେ ବିଭିନ୍ନ କଥା ପ୍ରଥାକୁ ଶୁଣିଥାନ୍ତି। କେଉଁଠି ଶୁଣିଥାନ୍ତି ଭକ୍ତି ମାର୍ଗ ସାର, ଭକ୍ତି ମାର୍ଗ ସହଜ, ଆଉ କେଉଁଠି ଆଉ କିଏ କହିଥାନ୍ତି ଜ୍ଞାନ ବିନା ଭକ୍ତିରେ ଆମେ କାହାକୁ ଭକ୍ତି କରୁଛେ ଚିହ୍ନି ପାରିବାନି। ଏପରିକି ଅନେକ କଥା ଶୁଣିଥାନ୍ତି, ତ ତାଙ୍କ ମନ ଦ୍ୱନ୍ଦ୍ୱରେ ଥାଏ। ଏଠି ଦ୍ୱିତୀୟ କଥା ହେଲା, ମଣିଷ ମନର ଏକ ପ୍ରକୃତି। ମଣିଷ ଯେକୌଣସି କାମ କାର୍ଯ୍ୟ କରୁଥାଏ, ସେ କାମର ପ୍ରତିଫଳ ଉପରେ ତା ଆଶା ଥାଏ, ମନ ଥାଏ ସେ ପ୍ରାପ୍ତି ଉପରେ। ଏଇଟା ମନର ଏକ ପ୍ରକୃତି। ଜିଜ୍ଞାସା ଆମର ପ୍ରାପ୍ତି ଉପରେ ରହୁଥାଏ। ଦ୍ୱିତୀୟ, ଆମେ ସବୁ କାମକୁ ସରଳ ଭାବରେ ସହଜ ରୂପରେ ପ୍ରାପ୍ତ କରିବା ପାଇଁ ଚେଷ୍ଟା କରୁଥାଉ। ତ ଏଇଟା ବି ଯେହେତୁ ମନର ପ୍ରକୃତି, ମନରେ ଏସବୁ ପ୍ରଶ୍ନ ଆସୁଥାଏ। ତ ଦେଖନ୍ତୁ, ଆଜିର ଏ କଳି ଯୁଗରେ ଅନେକ ଲୋକ ଏପରିକା ବ୍ୟାଖ୍ୟା କରିଥାନ୍ତି, ଭକ୍ତି ମାର୍ଗ କଳି ଯୁଗରେ ସାର। ଭକ୍ତି ମାର୍ଗ ସବୁଠାରୁ ସରଳ, ସବୁଠାରୁ ସହଜ, ସବୁଠାରୁ ଈଶ୍ୱର ପ୍ରାପ୍ତି କରିବାର ଭଲ ମାର୍ଗ ଆଉ ସରଳ ଉପାୟ, ଏହିପରିକା ବି କହିଥାନ୍ତି। ତ ସେ କଥାକୁ ନେଇକରି ଅନେକ ଲୋକ ଭକ୍ତି ମାର୍ଗକୁ ବି ଆଚରଣ କରୁଥାନ୍ତି। ଏଠି ଆଜି ଆମେ ବହୁତ ଗଭୀର ଭାବରେ ଗୋଟେ ଗୋଟେ କଥାକୁ ତର୍ଜମା କରିକି ସର୍ବପ୍ରଥମେ ବୁଝିବା। ଯେତେବେଳେ ଆପଣଙ୍କ ମନ ସ୍ପଷ୍ଟ ହେଇଯିବ ଭକ୍ତି କ'ଣ, ଜ୍ଞାନର ଆବଶ୍ୟକତା କ'ଣ, ଧ୍ୟାନର ଆବଶ୍ୟକତା କ'ଣ, କର୍ମଯୋଗ କ'ଣ, ଏସବୁ କଥା ଉପରେ ଯେତେବେଳେ ମନ ସ୍ପଷ୍ଟ ହେଇଯିବ, ଜ୍ଞାନ ମାନେ ମନର ସ୍ତରରେ ଆପଣ ଯେତେବେଳେ ଏସବୁ କଥାର ଗଭୀରତାକୁ ପରଖି ପାରିବେ, ତାପରେ ଆପଣ ବୁଝିପାରିବେ କେଉଁଟା ସରଳ, କେଉଁଟା ଆବଶ୍ୟକ ଅଛି, କେଉଁ ମାର୍ଗକୁ ଆଚରଣ କରି ଆମେ ବହୁତ ସହଜ ରୂପରେ ଜଲ୍ଦି ଆମେ ଈଶ୍ୱର ପ୍ରାପ୍ତି କରିପାରିବା। ସର୍ବପ୍ରଥମେ ଆସନ୍ତୁ ଆମେ ବୁଝିବା ଭକ୍ତି ମାର୍ଗ। ଭକ୍ତି ମାର୍ଗ କ'ଣ? ଆଜି ଆମେ ସବୁ ମଠ ମନ୍ଦିର ଯାଉଛେ, ଭୋଗ ପ୍ରସାଦ ଦକ୍ଷିଣା ଈଶ୍ୱରଙ୍କୁ ଅର୍ପଣ କରୁଛେ। ଆଜିର ସମାଜକୁ ଯଦି ଆମେ ତର୍ଜମା କରିବା, ବୋଧେ ଅତିଶୟୋକ୍ତି ହେବନି, 80% ଲୋକ ସକାମ ଭକ୍ତି କରୁଛନ୍ତି। ସକାମ ଭକ୍ତି ମାନେ ଈଶ୍ୱରଙ୍କ ଠାରୁ କିଛି ପାଇବା ପାଇଁ ଭକ୍ତି କରୁଛନ୍ତି। ପ୍ରଭୁ ମୋତେ ଚାକିରି ଦିଅ, ପ୍ରଭୁ ମୋତେ ଗୋଟେ ଭଲ ଘର ଦିଅ, ମୋ ପିଲା ଛୁଆ ଭଲରେ ରହନ୍ତୁ, ମୋର ମାନେ ଯାହା ବି ଭୌତିକ ବସ୍ତୁ ପଦାର୍ଥ ପ୍ରାପ୍ତ କରିବା ପାଇଁ, ଭୌତିକ ବସ୍ତୁ ପଦାର୍ଥ ପାଇବାର ଜିଜ୍ଞାସାରେ ଆମେ ମଠ ମନ୍ଦିର ଯାଉଛେ। ଠାକୁରଙ୍କୁ ପ୍ରଭୁ ଏଇଟା ଦିଅ, ସେଇଟା ଦିଅ, ଏତିକି ଦିଅ, ସେଇଟା ଦିଅ, ଏହିପରିକା ଆମେ ଭୌତିକ ବସ୍ତୁ ପଦାର୍ଥ ଆଶା କରିକିରି, ଆକାଂକ୍ଷା କରିକିରି ଆମେ ଈଶ୍ୱରଙ୍କ ସାଙ୍ଗରେ ଯୋଡ଼ି ହେଉଛେ 80% ଲୋକ। କିନ୍ତୁ ଏଇଟା ସତ୍ୟରେ ଭକ୍ତି ମାର୍ଗ କି? ଯଦି ତାକୁ ଆମେ ପରଖିବା, ଯଦି ଆମେ ଶାସ୍ତ୍ରକୁ ପଢ଼ିବା, ଆମେ ସତ୍ୟରେ ବୁଝିପାରିବା। ଆଉ ଅନେକ ପୂଜା ଆଦି କାର୍ଯ୍ୟକ୍ରମ ବି ହେଉଛି, ସେଠି ସକାମ ଭକ୍ତି, ସେଠି ମଣିଷ ମନରେ ଲୋଭକୁ ଜାଗୃତ କରୁଛନ୍ତି। ଆପଣ ଏ ମାନସିକ କଲେ ସେ ବର ପାଇବେ, ଆପଣ ସେ ପୂଜା କଲେ ଏ ବସ୍ତୁ ପାଇବେ। ଅନେକ ଜାଗାରେ ଆମେ ସବୁ ଦେଖିଥାଉ, ଦାତାଙ୍କ ମନସ୍କାମନା ପୂର୍ଣ୍ଣ ହଉ ବୋଲାନ୍ତେ କେବଳ ହରି ବୋଲ କହୁଥାନ୍ତି। ତ ସେସବୁ କଥାକୁ ନେଇକରି ବି ଆମେ ଅଜାଣତରେ ଈଶ୍ୱରଙ୍କ ସାଙ୍ଗରେ ଯୋଡ଼ି ହେଇଥାଉ କିଛି ଭୌତିକ ବସ୍ତୁ ପଦାର୍ଥ ପାଇବା ପାଇଁ। କିନ୍ତୁ ଆମେ ଯେଉଁ ଚର୍ଚ୍ଚା ହେବା ପାଇଁ ଯାଉଛେ ସେଇଟା ଟିକେ କଠିନ ଲାଗିବ ଟିକେ, କାହିଁକିନା ଯେଉଁ ସତ୍ୟ ଥାଏ, ଟିକେ ସତ୍ୟ ଟିକେ କଠୋର ଥାଏ। ତ ବିବେକକୁ ଜାଗୃତ କରି ବୁଝନ୍ତୁ, ଈଶ୍ୱରଙ୍କ ଠାରୁ ଯଦି କିଛି ପାଇବା ପାଇଁ ଆପଣ ଆଧ୍ୟାତ୍ମିକତାରେ ଅଛନ୍ତି, ଆପଣ ନିଜକୁ ଠକୁଛନ୍ତି, ନିଜର ସମୟକୁ, ନିଜର ପରିଶ୍ରମକୁ ବୃଥା କରୁଛନ୍ତି। ଭୌତିକ ବସ୍ତୁ ପଦାର୍ଥ ପାଇବା ପାଇଁ ହେଲେ କର୍ମ କରିବାକୁ ପଡ଼ିବ, ଯୋଜନା କରିବାକୁ ପଡ଼ିବ, କିଛି କାର୍ଯ୍ୟ କରିବାକୁ ପଡ଼ିବ। ଈଶ୍ୱରଙ୍କ ସାଙ୍ଗରେ ଆମେ ଯୋଡ଼ି ଯଦି ହେଉଛେ, ଆମେ ସତ୍ୟକୁ ଚିହ୍ନିବା ପାଇଁ ଈଶ୍ୱରଙ୍କ ସାଙ୍ଗରେ ଯୋଡ଼ି ହେଉଛେ। ଆଧ୍ୟାତ୍ମିକତା ମାର୍ଗକୁ ଯଦି ଆମେ ଆସୁଛେ, ନିଜର ତତ୍ଵର, ଏ ସଂସାରର ଅସ୍ତିତ୍ୱର ତତ୍ଵର ଆବିଷ୍କାର କରିବା ପାଇଁ ଆମେ ଏ ମାର୍ଗକୁ ଆସିଛେ। ଈଶ୍ୱର ପ୍ରାପ୍ତି କରିବା ପାଇଁ ଆସିଛେ, ନା କି ଈଶ୍ୱରଙ୍କ ଠାରୁ କିଛି ପାଇବା ପାଇଁ। ଏଇଟା ହେଲା ଭକ୍ତି ମାର୍ଗ।
ତ ଭକ୍ତି ମାର୍ଗ କୋଉ ପରିକା କରିବା ଦରକାର? ପ୍ରାଥମିକ ଦଶାରେ ଜଣେ ଭକ୍ତ ଜାଣି ନାହିଁ ଈଶ୍ୱର କିଏ, କୋଉଠି ରହନ୍ତି, ତାଙ୍କ ରଙ୍ଗ ରୂପ କ'ଣ, ତାଙ୍କ ସ୍ୱରୂପ କ'ଣ, ଏଇଟା ଜାଣିନାହାନ୍ତି। କିମ୍ବା ପ୍ରାଥମିକ ଦଶାରେ ଅନେକ ଲୋକ ଶାସ୍ତ୍ରକୁ ମଧ୍ୟ ପଢ଼ିନଥାନ୍ତି। ତ ସେ ସ୍ଥିତିରେ ଆମେ ଏତିକି ମନରେ ଆସ୍ଥା ବିଶ୍ୱାସ ରଖିବା ଦରକାର, ଗୋଟେ କିଛି ଶକ୍ତି ଅଛି, ଯେଉଁ ଶକ୍ତିର ଆଧାରରେ ଏ ସଂସାର ନିର୍ମାଣ ହେଇଛି, ଯେଉଁ ଶକ୍ତିର ଆଧାରରେ ଏ ସଂସାର ପରିଚାଳନା ହେଉଛି, ଯେଉଁ ଶକ୍ତିର ଆଧାରରେ ଆମେ ସମସ୍ତେ ଜୀବିତ ଅଛେ। ଆଉ ଏଠି ଗୋଟେ କଥାକୁ ନିହାତି ଆମେ ସ୍ୱୀକାର କରିବାର ଆବଶ୍ୟକ ଅଛି, ଯେହେତୁ ସେଇ ଶକ୍ତିରୁ ଏ ସାରା ସଂସାର ନିର୍ମାଣ ହେଇଛି, ଆମେ ସମସ୍ତେ ଏକ। ଆଜ୍ଞା ଯେମିତି ମୁଁ ସେମିତି ଆଜ୍ଞା ସମସ୍ତେ, ଯେମିତିକା ବ୍ୟବହାର ବାଣୀ ଚିନ୍ତାଧାରା ମୋତେ ଭଲ ଲାଗେ, ସେହିପରିକା ମୁଁ ସମସ୍ତଙ୍କ ପ୍ରତି ପ୍ରେମ ଦୟା ଶ୍ରଦ୍ଧା କରୁଣା ଭାବ ରଖିବି। ଦ୍ୱିତୀୟ, ମନ ଭିତରେ ସମର୍ପଣ ଭାବ ରଖିବାର ଆବଶ୍ୟକ ଅଛି। ଏଇଟା ହେଲା ଅସଲି ଭକ୍ତି, ସମର୍ପଣ ଭାବ। ସମର୍ପଣ ଭାବ କ'ଣ? ଆପଣ ଭାବି ନିଅନ୍ତୁ, ଆଜି ଭୋଜନ କଲେ, ଖାଇସାରିଲା ପରେ ମନ ଭିତରେ କୃତଜ୍ଞତା ଜ୍ଞାପନ କରିବେ, ପ୍ରଶଂସା କରିବେ, ହେ ପ୍ରଭୁ ଆପଣଙ୍କ କୃପାରୁ ଆଜି ମୁଁ ଖାଇଲି, ହେ ପ୍ରଭୁ ଆପଣଙ୍କ ଇଚ୍ଛାରେ ଆପଣଙ୍କ ଆଶୀର୍ବାଦରୁ ଆଜି ମୋ ପାଖରେ ଘର ଅଛି, ଯାହା ବି ଅଛି, ଯେଉଁ ଜିନିଷ ଆପଣଙ୍କ ପାଖରେ ଅଛି ସେସବୁ ଜିନିଷକୁ ପରଖି ପାରିବା ଦରକାର, ସେସବୁ ଜିନିଷକୁ ବୁଝିପାରିବା ଦରକାର, ସେସବୁ ଜିନିଷ ସାଙ୍ଗରେ ସନ୍ତୃପ୍ତ ହେବା ଦରକାର। ମୁଁ ଆଜି ଆରୋଗ୍ୟ ଅଛି, ଧନ୍ୟବାଦ ଜ୍ଞାପନ କରିବି। ମୁଁ ମୋର ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ସବୁ ସୁଚାରୁ ରୂପରେ କାମ କରୁଛି, ଧନ୍ୟବାଦ ଜ୍ଞାପନ କରିବା ଦରକାର। ମୁଁ ଜୀବିତ ଅଛି, ଧନ୍ୟବାଦ ଜ୍ଞାପନ କରିବା ଦରକାର। ମୁଁ ଦୁଇ ବେଳା ଖାଉଛି, ବସ୍ତ୍ର ପିନ୍ଧୁଛି, ରହିବା ପାଇଁ ଘର ଅଛି, ମୋର ପରିବାର ଅଛି, ଧନ୍ୟବାଦ ଜ୍ଞାପନ କରିବା ଦରକାର। ତ ଯେତେବେଳେ ମନରେ ସମର୍ପଣ ଭାବ ଆସିବ, ମନରେ ଥିବା ଅହଙ୍କାର ମିଟିବ, ମନରେ ଥିବା ମୁଁ ରୂପକ ମମତ୍ୱ, ମୁଁ ରୂପକ ଅବିଦ୍ୟା, ମୁଁ ରୂପକ ଅହଙ୍କାର ମିଟିବା ଦରକାର। ତ ଭକ୍ତି ମାର୍ଗ ହେଲା ସମର୍ପଣ କରିବା, ନିଜକୁ ସମର୍ପିତ କରିବା। ମୁଁ ଯେମିତି ସାରା ସଂସାର ସେମିତି। ତ ଭକ୍ତି ହେଲା ପ୍ରତ୍ୟେକ ଜୀବ ପ୍ରତି ଦୟା ରଖିବା, ପ୍ରତ୍ୟେକ ଜୀବ ପ୍ରତି କରୁଣା ରଖିବା, ଶ୍ରଦ୍ଧା ସମ୍ମାନ ରଖିବା, କ୍ଷମା କରିବା। ଯେଉଁଠି କାହାର ତ୍ରୁଟି ହେଇଗଲା, ଠିକ୍ ଅଛି, ଭୁଲରେ ତାଙ୍କର କିଛି ତ୍ରୁଟି ହେଇଯାଇଛି, ଆମେ ତାଙ୍କ ଉପରେ ପ୍ରତିଶୋଧ ନେବାର ଭାବନା ରଖିବାନି। ଏଇଟା ହେଲା ଭକ୍ତି। ଯେତେବେଳେ ଏ ପରୀକ୍ଷା ଭକ୍ତି ରଖିବେ, ମନରେ ଯେତେବେଳେ ତୃପ୍ତତା ଆସିବ, ମନରେ ଯେତେବେଳେ ଶାନ୍ତତା ସ୍ଥିରତା ଆସିବ, ମନରେ ବିବେକ ଜାଗୃତ ହେବ। ସର୍ବପ୍ରଥମେ ଈଶ୍ୱରଙ୍କୁ ଆମେ ନ ଚିହ୍ନିକିରି ଏ ଆଧ୍ୟାତ୍ମିକତା ମାର୍ଗକୁ ଆସିଥାଉ। ତାପରେ ଧୀରେ ଧୀରେ ଯେତେବେଳେ ଆମେ ସମର୍ପଣ ଭାବରେ କିଛି ଭୌତିକ ବସ୍ତୁ ପଦାର୍ଥ ପାଇବାର ଲୋଭରେ ନୁହଁ, ଈଶ୍ୱର ପ୍ରାପ୍ତି କରିବା ପାଇଁ ଏ ମାର୍ଗକୁ ଆସିଥାଉ। ତ ଧୀରେ ଧୀରେ ଆମେ କୋଉଠି ନା କୋଉଠି ସତ୍ସଙ୍ଗ କରିବା, କୋଉଠି ନା କୋଉଠି ଆମେ ସାଧୁ ସନ୍ତଙ୍କ ସମାଗମରେ ବସିବା, କୋଉଠି ନା କୋଉଠି ଆମେ ଶୁଣିବା ଈଶ୍ୱରଙ୍କ ତତ୍ତ୍ୱ କଥା, ନିଜେ ବି ପ୍ରଶ୍ନ ପଚାରିବା, ଗୁରୁଦେବ ମୋତେ କୁହନ୍ତୁ ଈଶ୍ୱର କିଏ, ଈଶ୍ୱରଙ୍କ ରୂପ କ'ଣ, ସେ କୋଉଠି ରହନ୍ତି, ତାଙ୍କୁ କାହିଁକି ପ୍ରାପ୍ତ କରିବା। ଏବେ ତ ମୁଁ ଠିକ୍ ଅଛି, ଖାଉଛି ପିଉଛି, ସବୁ କିଛି ଠିକ୍ ଅଛି, ମୁଁ ଈଶ୍ୱର ପ୍ରାପ୍ତି କରିବାର ଆବଶ୍ୟକତା କ'ଣ, ଈଶ୍ୱର ପ୍ରାପ୍ତ କରିବାର ମାର୍ଗ କ'ଣ? ତ ଭକ୍ତିରୁ ଧୀରେ ଧୀରେ ଆପଣ ଜ୍ଞାନ ମାର୍ଗକୁ ଆସିବେ। ଏଠି ଗୋଟେ କଥା ମନେ ରଖନ୍ତୁ, ଯିଏ ବି ଭାବୁଛନ୍ତି କେବଳ ଭକ୍ତିରେ ଈଶ୍ୱର ପ୍ରାପ୍ତି ହେଇଯାଆନ୍ତି, ଏଇଟା ଆଜ୍ଞା ସତ୍ୟ ନୁହେଁ। ଯେପର୍ଯ୍ୟନ୍ତ ଆପଣ ଜାଣିନାହାନ୍ତି ଈଶ୍ୱର କିଏ, କୋଉଠି ରହନ୍ତି, ତାଙ୍କ ସ୍ୱରୂପ କ'ଣ, ଆଧ୍ୟାତ୍ମିକତାର ଉଦ୍ଦେଶ୍ୟ କ'ଣ, ଜ୍ଞାନ ବିନା ଯେଉଁ ଭକ୍ତି ଅଛି, ସେ ଭକ୍ତି କାହାକୁ କରିବେ? ମୁଁ ଯେପର୍ଯ୍ୟନ୍ତ ଜାଣିନି ମୁଁ ଏଇ ତତ୍ତ୍ୱକୁ ଭକ୍ତି କରିଛି, ଏଇ ସତ୍ୟକୁ ଭକ୍ତି କରିଛି, ଏଇ ଏଇ ଗୁରୁଜୀ, ଏଇଠି ଗୋଟେ କ୍ୱେଶ୍ଚିନ୍ ରହିଲା। ଆଜ୍ଞା ଆମେ ସବୁ କଥାରେ ଗ୍ରହଣ ଆଉ ସବୁ କଥାରେ କୃତଜ୍ଞତା, ସବୁ କଥାରେ ଆମେ ଯେତେବେଳେ ସମର୍ପଣ ହେଇଯିବା, ତା ଅର୍ଥ ଆମର ମନ ଆଉ ଯୋଉ ଇନ୍ଦ୍ରିୟ ଏସବୁ ଜିନିଷକୁ ଆମେ ଯେତେ ପାରିବା ଆମେ ସମର୍ପଣ ଭାବ ହେଇଯିବା, ତାହେଲେ ଆମେ ଭକ୍ତି ମାର୍ଗକୁ ଯାଇପାରିବା କି? ନିଶ୍ଚୟ ନିଶ୍ଚୟ, ସମର୍ପଣ ହବା ହିଁ ଭକ୍ତି ମାର୍ଗ। ଭକ୍ତି ଆଜ୍ଞା ମାର୍ଗର ଉଦ୍ଦେଶ୍ୟ ସମର୍ପଣ ହବା, ଭିତରେ ଥିବା ଅହଙ୍କାରକୁ ମିଟେଇ ଦେବା, ସମ ଦୃଷ୍ଟିରେ ସଂସାରକୁ ଦେଖିବା। ଆଜ୍ଞା ଆମେ ଶୁଣିଛେ ଈଶ୍ୱରଙ୍କ ଆଜ୍ଞା ଠାରୁ ଏ ସୃଷ୍ଟି ନିର୍ମାଣ ହେଇଛି। ତ ଏଠି ଆମେ ଆଜ୍ଞା କୌଣସି ଜାତି ଧର୍ମ ଭେଦଭାବକୁ ମନ ଭିତରେ ରଖିବାନି, ସମାଜକୁ କାଟି ବାଣ୍ଟିକିରି ଆଜ୍ଞା ଦେଖିବାନି। ଯେଉଁଠି ବି କାଟି ବାଣ୍ଟିକିରି ଜାତି ଧର୍ମ ଆଜ୍ଞା ଉଚ୍ଚ ନିଚ ଶ୍ରେଷ୍ଠ କନିଷ୍ଠ ଏପରିକି ଆମେ ଭାବୁଛେ ସେଠି ଭେଦ ଅଛି, ଭେଦ ଅଛି ତ ସେଠି ଭକ୍ତି ନାହିଁ। ଆଜ୍ଞା
ଭକ୍ତି ନାହିଁ, କାହିଁକି ନା ସେଠି ଆମେ ଆଜ୍ଞା ସତ୍ୟକୁ ଚିହ୍ନି ପାରିବାନି। ଆମ ମନ ଭିତରେ ଅହଙ୍କାର ରହିବ, ଆମ ମନ ଭିତରେ ମମତ୍ୱ ରହିବ, ମୁଁ ବଡ଼, ମୁଁ ଶ୍ରେଷ୍ଠ, ମୁଁ ହିଁ ଠିକ୍, ଏହିପରିକା ମନରେ ଦୂଷିତ ବିଚାର ରହିବ। ତାକୁ ଭକ୍ତି କୁହାଯିବନି। ଆଜ୍ଞା ଭକ୍ତି ହେଲା ଆଜ୍ଞା ସମଦୃଷ୍ଟି, ସମାନ ଭାବରେ ସଂସାରକୁ ଦେଖିବା, ଏଇଟା ହେଲା ଭକ୍ତି। ଆଚ୍ଛା, ଆଜ୍ଞା ଯେତେବେଳେ ଆମେ ଏସବୁ କଥାକୁ ଜାଣିବା, ତାପରେ ଧୀରେ ଧୀରେ ଜଣେ ବ୍ୟକ୍ତି ଜ୍ଞାନ ମାର୍ଗକୁ ପ୍ରବେଶ କରନ୍ତି। ଜ୍ଞାନ ମାର୍ଗକୁ, ଜ୍ଞାନ ଆଜ୍ଞା ମାର୍ଗ ନିହାତି ଆବଶ୍ୟକ, ଜ୍ଞାନ ମାର୍ଗ ନିହାତି ଶ୍ରେଷ୍ଠ, ଜ୍ଞାନ ମାର୍ଗ ନିହାତି ଉଚ୍ଚ ବି କହିପାରିବା। କାହିଁକି କହିବା? ଆଜ୍ଞା ଯେପର୍ଯ୍ୟନ୍ତ ଆପଣ ଜାଣିନାହାନ୍ତି ଈଶ୍ୱର କିଏ, କାହାକୁ ଭକ୍ତି କରିବେ, କେମିତି ଭକ୍ତି ଆଜ୍ଞା କରିବେ, କୋଉଠି ଭକ୍ତି କରିବେ, ଏଇଟା। ଆଚ୍ଛା, ସଠିକ ଆଜ୍ଞା ଜ୍ଞାନର ଅଭାବରୁ ହିଁ ଧାର୍ମିକ ଝଗଡ଼ା ହେଉଥାଏ। ଈଶ୍ୱର ଏକ, ଆଜ୍ଞା ଏଇଟା ସତ୍ୟ। ଧର୍ମ ମଧ୍ୟ ଏକ, ଏଇଟା ମଧ୍ୟ ସତ୍ୟ। କିନ୍ତୁ ଅଜ୍ଞାନରେ ଆମେ ଠାକୁରଙ୍କୁ, ଧର୍ମକୁ ମୋର ତୋର ରୂପରେ ପାତରଅନ୍ତର କରୁଥାଉ, ଜାତି ଧର୍ମରେ ଧାର୍ମିକ ଝଗଡ଼ା କରିଥାଉ। ତ ଜ୍ଞାନ ମାର୍ଗକୁ ଯେତେବେଳେ ଆଜ୍ଞା ଆସିବେ, ଯେତେବେଳେ ଭଗବତ ଗୀତା ପଢ଼ିବେ, ଯେତେବେଳେ ଉପନିଷଦ ପଢ଼ିବେ, ଯେତେବେଳେ ଏ କଥାକୁ ଚିହ୍ନିବେ, ଈଶ୍ୱର ବାହାରେ ନାହାନ୍ତି, ଈଶ୍ୱର ଭିତରେ ଅଛନ୍ତି। ଭିତରେ ଆତ୍ମା ରୂପରେ, ବାହାରେ ମାୟା ରୂପରେ ଅଛନ୍ତି। ମାୟା ଆଜ୍ଞା ମଧ୍ୟ ତାଙ୍କର ଅଂଶ ହେଲେ ମଧ୍ୟ ଯେପର୍ଯ୍ୟନ୍ତ ଆମେ ସେ ତତ୍ଵକୁ, ସେ ଆତ୍ମା ସତ୍ତାକୁ ଚିହ୍ନିନେ, ସେ ପର୍ଯ୍ୟନ୍ତ ମାୟାରେ ଆମେ ବନ୍ଧନରେ ରହିବା। ମାୟା ବାନ୍ଧେ, ମାୟା ଦୁଃଖର କାରଣ, ମାୟା ଅଜ୍ଞାନର କାରଣ। ମନ ଭିତରେ ଲୋଭକୁ, ମୋହକୁ, କାମକୁ, କ୍ରୋଧକୁ ସୃଷ୍ଟି କରେ। ତ ଯେତେବେଳେ ଭକ୍ତି ମାର୍ଗରେ ଆସିକରି ଆମେ ଏ ଆଜ୍ଞା କଥାକୁ ବୁଝିବା, ଈଶ୍ୱର ସମାନ ଭାବରେ ପ୍ରତ୍ୟେକ ଶରୀରର ହୃଦୟର ଗଭୀରତମ ପ୍ରଦେଶରେ ଅଛନ୍ତି, ସେ ଭିତରେ ଅଛନ୍ତି। ତ ଆଜ୍ଞା ଧୀରେ ଧୀରେ ଆମେ କ'ଣ କରିବା? ଭକ୍ତି ମାର୍ଗକୁ ଆସିକରି ଆମେ ତର୍ଜମା କରିବା, ଗୁରୁବାଣୀକୁ ଶ୍ରବଣ ଆଜ୍ଞା କରିବା, ତାକୁ ମନରେ ମନନ କରିବା, ଚିନ୍ତନ କରିବା, ମନମନ୍ଥନ କରିବା। ଧୀରେ ଧୀରେ ମନର ସ୍ତରରେ ଆଗ ସ୍ପଷ୍ଟ ହବା, ଈଶ୍ୱର କେମିତି ଅଛନ୍ତି, କୋଉଠି ଅଛନ୍ତି, କେମିତି ପାଇବା, ସଠିକ ମାର୍ଗ କ'ଣ, ସେ କଥାକୁ ଆମେ ଜ୍ଞାନ ମାର୍ଗରେ ବୁଝିବା। ଆମ ପାଖରେ ଅମୂଲ୍ୟ ଗ୍ରନ୍ଥ ଅଛି, ଉପନିଷଦ ପଢ଼ିବା। ଆମ ପାଖରେ ଅମୂଲ୍ୟ ଗ୍ରନ୍ଥ ଅଛି, ଭଗବତ ଗୀତାକୁ ପଢ଼ିବା। ସେ ପଢ଼ୁଥିବା ସମୟରେ ଯାହା ବି ମନରେ ପ୍ରଶ୍ନ ଉଠିବ, ତାକୁ ଆମେ ଗୁରୁଙ୍କ ନିକଟକୁ ଯାଇକି ପଚାରିବା। ତ ଭକ୍ତି ରୁ ଆପଣ ଜ୍ଞାନକୁ ଆସିଲେ, ଜ୍ଞାନ ମାଧ୍ୟମରେ ଆପଣ ସ୍ପଷ୍ଟ ହେଲେ, ଈଶ୍ୱରଙ୍କ ତତ୍ଵକୁ ବୁଝିଲେ। ତାପରେ ଆଜ୍ଞା ଦ୍ୱିତୀୟ ହେଲା, କେବଳ ଈଶ୍ୱରଙ୍କ ଜ୍ଞାନ ରହିଲେ ତ ସେଇଟା ପରିପୂର୍ଣ୍ଣ ହବନି। ଜ୍ଞାନକୁ ଯେପର୍ଯ୍ୟନ୍ତ ଆଜ୍ଞା ଆପଣ ଅନୁଭବ କରିନାହାନ୍ତି, ଜ୍ଞାନ ଯେପର୍ଯ୍ୟନ୍ତ ଆପଣଙ୍କ ଅନୁଭବ ସାଙ୍ଗରେ ଏକ ହେଇନି, ସେଠି ମନରେ ସନ୍ଦେହ ରହିବାର ସମ୍ଭାବନା ଅଛି। ସନ୍ଦେହ ରହିବ, ସତରେ କ'ଣ ଈଶ୍ୱର ମୋ ଭିତରେ ଆଜ୍ଞା ଅଛନ୍ତି? ସତରେ କ'ଣ ଈଶ୍ୱର ମୁଁ ଏକ? ନା ନା ନା, ଏ କଥାଟା ମନ ସ୍ୱୀକାର କରିବନି ପ୍ରାଥମିକ ଦଶାରେ। ତ ଧୀରେ ଧୀରେ କର୍ମଯୋଗକୁ ଯିବେ। କର୍ମଯୋଗ କ'ଣ ଆମେ ବୁଝିବା ଦରକାର। କର୍ମରେ ସକାମ କର୍ମ ଅଛି, ନିଷ୍କାମ କର୍ମ ଅଛି। ସକାମ କର୍ମ ହେଲା କର୍ମ ପଛଆଡ଼େ ଆମର କିଛି ଆଶା ଅଭିଳାଷା, କିଛି ଇଚ୍ଛା ବାଞ୍ଛନା ରଖି ଯେଉଁ କର୍ମ ଆମେ କରୁଥାଉ, ତାକୁ ସକାମ କର୍ମ କୁହାଯାଏ। ଜଣେ ବସ୍ତ୍ର ବିକୁଛନ୍ତି, କିଛି ଜିନିଷ ବିକୁଛନ୍ତି, କିଛି ସେବା ଦଉଛନ୍ତି, ତା ମାଧ୍ୟମରେ ଯଦି ଧନ ଉପାର୍ଜନ କରିବା ପାଇଁ ଚେଷ୍ଟା କରୁଛନ୍ତି, ସେଇଟା ସକାମ କର୍ମ। ଗୁରୁଜୀ ଏଇଠି ଟିକେ ସ୍ପଷ୍ଟ କରନ୍ତୁ, ସକାମ ଭକ୍ତି କୋଉଟା ଆଉ ନିଷ୍କାମ ଭକ୍ତି କୋଉଟା? ନିଷ୍କାମ କଣ ଆଉ ସକାମ କଣ? ଆଜ୍ଞା ଆଜ୍ଞା, ସକାମ ମାନେ କାମେନା ଯୁକ୍ତ କର୍ମ। କାମେନା ଯୁକ୍ତ, ମୁଁ ଗୋଟେ କାମ କରୁଛି, ଗୋଟେ କର୍ମ କରୁଛି, ସେ କର୍ମ ପଛଆଡ଼େ ମୋର କିଛି ପାଇବାର ଉଦ୍ଦେଶ୍ୟ ଅଛି। ଧନ ହଉ, ଯଶ ହଉ, ମାନ ଖ୍ୟାତି ହଉ, ଯେଉଁଠି ବି ମୁଁ କିଛି କର୍ମ କରୁଛି, ସେ କର୍ମ ମାଧ୍ୟମରେ ମୁଁ କିଛି ପାଇବାର ମନରେ ଇଚ୍ଛା ରଖୁଛି, ତାକୁ ସକାମ କର୍ମ କୁହାଯାଏ। ନିଷ୍କାମ କର୍ମ ହେଲା କୋଉଠି କାମେନା ରହିତ କର୍ମ କରିବା। ମୁଁ ମୁଁ କିଛି ଅନ୍ନଦାନ କରୁଛି, ସେ ଅନ୍ନଦାନ ମାଧ୍ୟମରେ ମୁଁ ମନରେ କିଛି କାମନା କରିବିନି। ମୋର ଏଇ ଅନ୍ନଦାନ କରୁଛି, ଅନ୍ନଦାନ ମାଧ୍ୟମରେ ମୋର ଯେମିତି ଗୋଟେ ପପୁଲାରିଟି ବଢ଼ୁ, ମୁଁ ଜଣେ ନେତା, ମୁଁ ଜଣେ ମନ୍ତ୍ରୀ, ମୁଁ ଆଜି ବସ୍ତ୍ର ଦାନ କରୁଛି, ମୁଁ ଯେମିତି ସୋସିଆଲ ମିଡ଼ିଆରେ ଭାଇରାଲ ହେବି, ମୁଁ ଯେମିତି ମୋର ଯଶକୁ, ଖ୍ୟାତିକୁ ବଢ଼େଇବି, ତାହେଲେ ଏଇଟା ଦାନ ନୁହଁ। ଏଇଟା ଦାନ ନୁହଁ। ନିଷ୍କାମ ଭାବରେ ଦାନ ଆଜ୍ଞା କରିବା ଦରକାର। ଯାହାକୁ ଦାନ ଦଉଛନ୍ତି, ତାଙ୍କୁ ଈଶ୍ୱର ତୁଲ୍ୟ ମାନିକିରି ପୂଜା ଭାବରେ, ସମର୍ପଣ ଭାବରେ ଦାନ କରିବାର ଆବଶ୍ୟକ ଅଛି। ସେଇଟା ହେଲା ନିଷ୍କାମ କର୍ମ। ଆମେ ହସ୍ପିଟାଲକୁ ଆଜ୍ଞା ଗଲେ ଅନେକ ରୋଗୀ ଅଛନ୍ତି, ତାଙ୍କୁ ଟିକେ ସାହାଯ୍ୟ, ତାଙ୍କୁ ଟିକେ ସାହାରା ହେଲେ, ଦାନ କେବଳ ଦବା ନୁହେଁ, ପଇସା ପତ୍ର ନୁହେଁ, ଦାନ ଶ୍ରମ ଦବା ବି ଦାନ ହିଁ। ଦାନ ଭଲ କଥା କହିବା, କଥା ମାଧ୍ୟମରେ କାହାକୁ ସାହାରା ହବା ବି ଦାନ ହିଁ। ତେଣୁକରି କାହାକୁ ଯଦି ଧନ ଦେଇପାରୁନାହାନ୍ତି, ବସ୍ତ୍ର ଖାଦ୍ୟ ଦେଇପାରୁନାହାନ୍ତି, ଭଲ ବାଣୀକୁ ଦାନ କରନ୍ତୁ,
ସବୁଠାରୁ ବଡ଼ ଦାନ ହେଲା ଜ୍ଞାନ ଦାନ। ଜ୍ଞାନ ଦାନ, ଯଦ୍ୟ କିଏ ସାଧୁ ସନ୍ଥ କିଛି ସତ୍ସଙ୍ଗ ମାଧ୍ୟମରେ ଜନସମାଜକୁ କିଛି ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରୁଛନ୍ତି, ସେଇଟା ବି ଏକ ପ୍ରକାର ଦାନ ହୁଏ, ସେଇଟା ବି ଏକ ପ୍ରକାର ଜ୍ଞାନ ଦାନ ହୁଏ। ତ ନିଷ୍କାମ କର୍ମ ହେଲା, ନିଷ୍କାମ କର୍ମ ହେଲା କିଛି କାମନା ରହିତ ଯେତେବେଳେ ଆମେ କର୍ମ କରିବା, ସେତେବେଳେ କ'ଣ ହବ, ମନ ଭିତରେ ଯେଉଁ ଧନ ସମ୍ପତ୍ତି ପଦ ପଦବୀ ପ୍ରତି ଆମର ଲୋଭ ଲାଳସା ଅଛି, ସେ ଭାବ ଟିକେ କମିବ। ମନ ଭିତରେ ଗୋଟେ ଆଜ୍ଞା ଶ୍ରଦ୍ଧା ଜାଗୃତ ହବ, ପ୍ରେମ ଭାବ ଜାଗୃତ ହବ, ଏକାତ୍ମ ଭାବ, ଭାତୃଭାବ ଜାଗୃତ ହବ। ଦେଖନ୍ତୁ, ଆମେ ଯୋଉଠି ପାଇବା ପାଇଁ କିଛି ଯୋଜନା କରୁଛେ, ସେଠି ଅଜାଣତରେ ମନ ଭିତରେ ବ୍ୟାକୁଳତା ରହୁଛି, ଚଞ୍ଚଳତା ରହୁଛି, ମନ ଭିତରେ ଅଜାଣତରେ ଆଜ୍ଞା କିଛି ଅସ୍ଥିରତା ରହୁଛି। ମୁଁ ବିଜନେସ୍ କରୁଛି, ଆଜ୍ଞା ବିଜନେସ୍ ଚାଲିବ ନ ଚାଲିବ, ଆଜି ଗ୍ରାହକ ଆସିବେ ନ ଆସିବେ, ଜିନିଷ କ୍ଷୟକ୍ଷତି ହେଇଯିବ, ନଷ୍ଟ ହେଇଯିବ, ଆ ପରେ କ'ଣ କରିବି, କାଳେ କିଏ ବାର୍ଗେନିଂ କରିବେ, ବିଭିନ୍ନ ପ୍ରକାର ବିଚାର ଆସୁଥାଏ। ମନ ବିଭିନ୍ନ ପ୍ରକାର ଲୋଭ ଲାଳସାରେ ଅସ୍ଥିର ଚଞ୍ଚଳ ଥାଏ। କିନ୍ତୁ ଯେଉଁଠି ନିଷ୍କାମ ଭାବରେ ଆମେ କର୍ମ କରିବା, ସେଠି ନିହାତି ଆମ ମନରେ ଏକ ଖୁସି ଜାଗୃତ ହବ, ଏକ ଶାନ୍ତି ଜାଗୃତ ହବ। ଆଜ୍ଞା ମୁଁ କିଛି କିଛି ଗରିବ ଲୋକଙ୍କୁ ଖାଇବାକୁ ଦେଲି, କିଛି ଲୋକଙ୍କୁ ବସ୍ତ୍ର ଦେଲି, ମୁଁ ଦବା ମାଧ୍ୟମରେ ଆପଣ ଦେଖିବେ ତାଙ୍କ ଆଖିକି ଅନେଇବେ, ତାଙ୍କ ଆଖିରେ ଗୋଟେ ଖୁସି, ଯିଏ ସେ ଖାଦ୍ୟକୁ ସେ ବସ୍ତ୍ରକୁ ଗ୍ରହଣ କରିଛନ୍ତି, ତାଙ୍କ ଆଖିରେ ଗୋଟେ ଖୁସିକୁ ଆପଣ ଯଦି ଦେଖିପାରିବେ, ତାଙ୍କ ତୁଣ୍ଡରେ ଯଦି କିଛି ପ୍ରଶଂସା ଅଳ୍ପ ଟିକେ ଆପଣଙ୍କୁ ମିଳିଯିବ। ପ୍ରଶଂସା ପାଇଁ ତ କରିବା କଥା ନା, ତଥାପି ସେ ତ ନିହାତି ପ୍ରଶଂସା କରିବେ ହିଁ। ଆଉ ଯେତେବେଳେ ବି ଯୋଉଠି ବି ତାଙ୍କ ମୁହଁ ଆପଣଙ୍କ ମୁହଁ ପଡ଼ିଯିବ, ଆପଣଙ୍କୁ ସେ ଅଜାଣତରେ ଆପଣଙ୍କୁ ଶ୍ରଦ୍ଧା କରିବେ। ତ ସେ ଯେଉଁ ଖୁସି ଅଛି, ସେ ଯେଉଁ ଆନନ୍ଦ ଅଛି, ହୃଦୟର କଠୋରତାକୁ ତରଳେଇ ଦିଏ, ହୃଦୟ ଭିତରେ ପ୍ରେମକୁ ଜାଗୃତ କରେ, ଶ୍ରଦ୍ଧାକୁ ଜାଗୃତ କରେ। ତ ନିଷ୍କାମ କର୍ମ କଲେ ଧନ ସମ୍ପତ୍ତି ପ୍ରତି ଯେଉଁ ଆମର ଲୋଭ ଲାଳସା ରହୁଛି, ସେ କମିବ। ନିଷ୍କାମ ଭାବରେ ଯେତେବେଳେ ଆମେ କର୍ମ କରିବା, ମନରେ ଶ୍ରଦ୍ଧା ଜାଗୃତ ହବ, ସମଦୃଷ୍ଟି ଜାଗୃତ ହବ। ତାପରେ ଆସିଯାଏ ଧ୍ୟାନ ଯୋଗ। ଧ୍ୟାନ ଯୋଗ, ଆମେ ଈଶ୍ୱରଙ୍କ ସ୍ୱରୂପକୁ, ସ୍ୱଭାବକୁ ଶାସ୍ତ୍ର ମାଧ୍ୟମରେ, ସତ୍ସଙ୍ଗ ମାଧ୍ୟମରେ, ଗୁରୁଙ୍କ ମାଧ୍ୟମରେ ଆମେ ଶିଖିଲେ, ଭକ୍ତି କରିକିରି ଆଜ୍ଞା ସମର୍ପଣ ଭାବରେ ସମାଜକୁ ଆମେ ବ୍ୟବହାର ଦେଖେଇଲେ, ଭକ୍ତି କରିକିରି ଆମେ ଶ୍ରଦ୍ଧା ଭାବ ଦେଖେଇଲେ, ନିଷ୍କାମ କର୍ମ କଲେ। ଏ ସବୁ କରିବା ସତ୍ତ୍ୱେ ଆଜ୍ଞା ଯେପର୍ଯ୍ୟନ୍ତ ଆମେ ଧ୍ୟାନ କରିନେ, ଧ୍ୟାନରେ ହେଉଛି କ'ଣ, ଧ୍ୟାନରେ ମନକୁ ସ୍ଥିର କରିବା ପାଇଁ, ମନକୁ ଏକାଗ୍ର କରିବା ପାଇଁ, ମନକୁ ଅନ୍ତର୍ମୁଖୀ କରିବା ପାଇଁ ଆମେ ପ୍ରୟାସ କରୁଛେ। ଈଶ୍ୱର ଭିତରେ ଆଜ୍ଞା ଆତ୍ମା ରୂପରେ ଅଛନ୍ତି, ଯେପର୍ଯ୍ୟନ୍ତ ସେ ଆତ୍ମା ସତ୍ତା ସାଙ୍ଗରେ ସମାହିତ ହେଇନାହାନ୍ତି, ସେ ପର୍ଯ୍ୟନ୍ତ ଆପଣ ସେ ତତ୍ଵକୁ ଦର୍ଶନ କରିପାରିବେନି। କାହିଁକି ନା ଈଶ୍ୱରଙ୍କୁ ଆମେ ଜାଣିଛେ, ଆଜ୍ଞା ଈଶ୍ୱରଙ୍କୁ ଆମେ ଇନ୍ଦ୍ରିୟ ମାଧ୍ୟମରେ ଦେଖିପାରିବାନି, ଈଶ୍ୱରଙ୍କୁ ଆମେ ମନ ମାଧ୍ୟମରେ ମନନ କରିପାରିବାନି, ଈଶ୍ୱରଙ୍କୁ ମାନେ ଈଶ୍ୱରଙ୍କୁ ଆମେ କୌଣସି ଭୌତିକ ବସ୍ତୁ ପଦାର୍ଥ ମାଧ୍ୟମରେ ଅନୁଭବ କରିପାରିବାନି। ଈଶ୍ୱରଙ୍କୁ କେବଳ ତାଙ୍କ ସାଙ୍ଗରେ ସମାହିତ ହେଇକିରି ହିଁ ଆମେ ତାଙ୍କୁ ଅନୁଭବ କରିପାରିବା, ଉପଭୋଗ କରିପାରିବା। ଏଠି ଦେଖନ୍ତୁ, ଯେଉଁ ଚାରିଟା ଯୋଗ ଆଜ୍ଞା କହୁଛେ, ଆମେ କହୁଛେ ଭକ୍ତି ଯୋଗ, କର୍ମ ଯୋଗ, ଜ୍ଞାନ ଯୋଗ, ଧ୍ୟାନ ଯୋଗ। ଯୋଗ ମାନେ କ'ଣ? ଯୋଗ ମାନେ ଯୁକ୍ତ ହବା, ସମାହିତ ହବା, ଆଜ୍ଞା ସେ ତତ୍ଵ ସାଙ୍ଗରେ ଏକ ହବା, ସେ ତତ୍ଵ ପାଖରେ ଆଜ୍ଞା ପହଞ୍ଚିବା, ସେଇଟା ହେଲା ଯୋଗ। ଯୋଗ ମାନେ ସମାହିତ ହବା, ଏକ ହବା, ଯୁକ୍ତ ହବା। ଏବେ ମନ ମାୟାର ବଶୀକୃତ ହେଇଛି, ଏବେ ମନ ବହିର୍ମୁଖୀ ହେଇଛି, ଏବେ ମନ ନିଜକୁ ଅପୂର୍ଣ୍ଣ ଭାବୁଛି, ସୀମିତ ମାନିଛି। ତ ଯେତେବେଳେ ସମର୍ପଣ ଭାବରେ ଆପଣ କାର୍ଯ୍ୟ କରିବେ, ଭକ୍ତି ଭାବରେ ସଂସାରକୁ ଦେଖିବେ, ନିଷ୍କାମ କର୍ମ କରିବେ, ଯୋଗ ମାର୍ଗକୁ ଆଚରଣ କରିବେ। ଯୋଗ ମାର୍ଗ, ଯୋଗ ମାର୍ଗରେ ପ୍ରାଥମିକ ଦଶାରେ ଗୁରୁ ମନ୍ତ୍ରକୁ ସ୍ମରଣ କରିଥାନ୍ତି, ତାପରେ ଅଜପା ମନ୍ତ୍ର ରୂପକ ନିଶ୍ୱାସକୁ ଆଧାର କରିକିରି ଅନ୍ତର୍ମୁଖୀ ହେବା ପାଇଁ ଚେଷ୍ଟା କରିଥାନ୍ତି। ଧୀରେ ଧୀରେ ଧାରଣା ଆଜ୍ଞା କରିକିରି ଧ୍ୟାନ ଘଟିତ ହୁଏ। ଧ୍ୟାନ ଯେତେବେଳେ ଘଟିତ ହୁଏ, ମନ ନିରୁଦ୍ଧ ଅବସ୍ଥାକୁ ପଳାଏ। ମନ ଯେଉଁ ମାୟା ରୂପକ ବନ୍ଧନରେ ବାନ୍ଧିଛନ୍ଦି ହେଇକିରି ଅଛି, ମନ ଯେଉଁ ରାଗଦ୍ୱେଷରେ ସଂଶୟ କରୁଛି, ସେପରିକା ମନ ମୌନ ହେଇଯାଏ, ସେପରିକା ମନ ନିରୁଦ୍ଧ ଅବସ୍ଥାକୁ ଯାଏ, ଏକାଗ୍ରତା ଆସେ, ମନରେ ବିବେକ ଜାଗୃତ ହୁଏ। ନିରୁଦ୍ଧ ଅବସ୍ଥାକୁ ଗଲେ ଧ୍ୟାନ ମାଧ୍ୟମରେ ସମାଧି ଅବସ୍ଥାକୁ ଆପଣ ଯିବେ। ସମାଧି ଅବସ୍ଥା, ସମାଧି ଅବସ୍ଥାକୁ ଗଲା ପରେ ଆପଣ ତୁରୀୟ ଅବସ୍ଥାକୁ ଯିବେ। ସେ ଅବସ୍ଥାରେ ଭୌତିକ ସଂସାର ରୂପକ ଜ୍ଞେୟ, ଇନ୍ଦ୍ରିୟ ମନ ରୂପକ ଜ୍ଞାନ, ଆତ୍ମା ରୂପକ ଜ୍ଞାତା ଏକ ହିଁ ଯିବେ। ଧ୍ୟେୟ, ଧ୍ୟାନ,
ଆଉ ଯୋଉ ଧ୍ୟେୟର ବସ୍ତୁ ସମସ୍ତେ ଏକ ହେଇଯିବେ। ସେଠି ଆଉ ଦୁଇ ଆଜ୍ଞା ନଥାନ୍ତି, ସେଠି ଆଉ ମାୟା ଆଜ୍ଞା ନଥାଏ। ମାୟା ବିହୀନ, ମାୟା ରହିତ ସେ ଚୈତନ୍ୟ ସତ୍ତା ସାଙ୍ଗରେ ଆପଣ ଏକ ହେଇଯିବେ ଧ୍ୟାନ ମାଧ୍ୟମରେ। ଧ୍ୟାନ ମାଧ୍ୟମରେ ଯେତେବେଳେ ଆଜ୍ଞା ଆପଣ ନିଜେ ସେ ଚୈତନ୍ୟ ସତ୍ତା ସାଙ୍ଗରେ ସମାହିତ ହେଇଯିବେ, ଧୀରେ ଧୀରେ ଯେତେବେଳେ ମନ ସେ ସମାଧି ଅବସ୍ଥାରୁ ତୁରୀୟ ଅବସ୍ଥାକୁ ଯିବ, ସେ ସ୍ଥିତିରେ ଯାଇକି ଆପଣ ଈଶ୍ୱର ପ୍ରାପ୍ତି କରିବେ। ଏଠି ଈଶ୍ୱର ପ୍ରାପ୍ତି କହିବା ବି ଅନୁଚିତ, କାହିଁକି ନା ପ୍ରାପ୍ତସ୍ୟ ପ୍ରାପ୍ତି, ଯାହା ଅଛି ତାକୁ ଆପଣ ପାଇବେ। ପ୍ରାପ୍ତି ମାନେ କୌଣସି ବାହାରୁ ଆସିକିରି ଆପଣଙ୍କ ଭିତରେ ପ୍ରବେଶ କରିବନି। ଏବେ ବି ଆପଣ ସେଇ ବ୍ରହ୍ମ, ଆପଣ ସେଇ ଆତ୍ମା ଅଛନ୍ତି, କିନ୍ତୁ ଦେହ ଭାବରେ ନିଜକୁ ଇଏ ଶରୀର ମାନିଛନ୍ତି, ସୀମିତ ମାନିଛନ୍ତି, ଅପୂର୍ଣ୍ଣ ମାନିଛନ୍ତି। କିଛି ପାଇଲେ, କିଛି ଲୋଭ ଆଶାରେ ଭୌତିକ ସଂସାରରୁ ଶାନ୍ତିକୁ ଖୋଜୁଛନ୍ତି, ଅଶାନ୍ତି ମାନେ ଅଜାଣତରେ ଅଶାନ୍ତିଗ୍ରସ୍ତ ହେଉଛନ୍ତି। ତ ଯେତେବେଳେ ସମର୍ପଣ ଭାବରେ ଆପଣ ଏସବୁ କାମକୁ କରିବେ, ଧ୍ୟାନସ୍ଥ ହେବେ, ସମାଧିସ୍ଥ ହେବେ, ନିଜ ସାଙ୍ଗରେ ସମାହିତ ହେବେ, ତେବେ ଯାଇକିରି ଆପଣ ସେ ଈଶ୍ୱରୀୟ ସତ୍ତାକୁ ଚିହ୍ନିବେ। ତ ଏଠି ଦେଖନ୍ତୁ, ଗୋଟେ କଥା ଆମେ ବୁଝିବା ଦରକାର। ଆମେ ସ୍କୁଲକୁ ଯାଉଛେ ପାଠ ପଢିବା ପାଇଁ। ସ୍କୁଲରେ ଦେଖନ୍ତୁ କେତେ ସମୟ ଆଜ୍ଞା ବିତାଉଛେ। ସକାଳେ ଆମେ 10ଟାରେ ସ୍କୁଲରେ ପ୍ରବେଶ କରୁଛେ, ଖରାବେଳେ ଟିକେ ଆମେ ଲଞ୍ଚ ବ୍ରେକ୍ ଅଧଘଣ୍ଟା ଘଣ୍ଟା ହେଉଛି, ସନ୍ଧ୍ୟା 4ଟା ପରେ ଆମେ ସ୍କୁଲରୁ ଫେରୁଛେ, ତାପରେ ଆମେ ଘରେ ଟିଉସନ ପଢୁଛେ, ଆଜ୍ଞା ତାପରେ ଆମେ ସକାଳୁ ଉଠିକିରି ମଧ୍ୟ ବହୁତ ପିଲା ଥାନ୍ତି, ଆପଣ ଦେଖିଥିବେ 4ଟା 5ଟାରୁ ଉଠିକିରି ସକାଳିଆ ପାଠ ପଢୁଥାନ୍ତି। ମାନେ ଭୌତିକ ବିଦ୍ୟାକୁ ଅଧ୍ୟୟନ କରିବା ପାଇଁ ଆମେ କେତେ ସମୟ ଦଉଛେ, କେତେ ସମୟ ଦଉଛେ, ପୁରା ଦିନ ଆମେ ସ୍କୁଲରେ ବିତାଉଛେ। ସେମିତି ଆଧ୍ୟାତ୍ମିକତା ଆଜ୍ଞା ବିଦ୍ୟା ପାଇଁ ବି ଆମକୁ ସମୟ ଦେବାର ଆବଶ୍ୟକ ଆଜ୍ଞା ଅଛି। ଆମେ ଯଦି ଚାହିଁବା ସହଜ ରୂପରେ ସବୁ ଆଜ୍ଞା ଜିନିଷ ମିଳିଯିବ, ସରଳ ଭାବରେ ସବୁ ଜିନିଷ ମିଳିଯିବ, ଏଇଟା ଅସମ୍ଭବ। ସବୁ କାର୍ଯ୍ୟ ସିଦ୍ଧି ପାଇଁ ଆପଣଙ୍କୁ ସମୟ, ଆପଣଙ୍କୁ ସମର୍ପଣ ଭାବ ଦରକାର। ତ ଯେମିତି ଭୌତିକ ବିଦ୍ୟାକୁ ଆଜ୍ଞା ଶିଖିବା ପାଇଁ ଆମେ ଏତେ ସମୟ ଦଉଛେ, ଏତେ ସମୟ ନଦେଲେ ମଧ୍ୟ ଆମକୁ କିଛି ସମୟ ଦେଇକରି ଆମକୁ ସତ୍ସଙ୍ଗ କରିବାକୁ ପଡ଼ିବ, ଜ୍ଞାନ ଅର୍ଜନ କରିବାକୁ ପଡ଼ିବ, ଧ୍ୟାନ ଧାରଣା ସ୍ୱାଧ୍ୟାୟ ପ୍ରାଣାୟାମ କରିବାକୁ ପଡ଼ିବ, ଏସବୁ ଜିନିଷ। ତ ଏଠି ଗୋଟେ ନିଷ୍କର୍ଷ ହେଲା, ଯୋଉ ଆପଣ ପ୍ରଥମେ ପଚାରିଲେ, ଏ ଚାରି ଚାରି ମାର୍ଗରେ କୋଉଟା ଶ୍ରେଷ୍ଠ, କୋଉଟା ଆଜ୍ଞା ସରଳ, କୋଉଟା ଏଫେକ୍ଟିଭ, ମାନେ କୋଉ ମାର୍ଗକୁ ଆଚରଣ କରି ଆମେ ଜଲ୍ଦି ଈଶ୍ୱର ପ୍ରାପ୍ତି କରିବା। ତ ଏଠି ଆର ଆଜ୍ଞା ଉତ୍ତର ହେଉଛି ଚାରି ମାର୍ଗର ଆବଶ୍ୟକତା ଅଛି। ଯେମିତି ଗୋଟେ ଆମେ କାର ଦେଖୁଛେ, କାରର 4ଟା ଚକ୍ର ଅଛି, 4 ଚକରୁ ଗୋଟେ ଚକ ପଞ୍ଚର ହେଲେ ବି ସେ କାର ଚାଲିପାରିବନି। ଏଠି ସେମିତି ଆଜ୍ଞା ଏ 4ଟା ମାର୍ଗର ଆବଶ୍ୟକତା ଅଛି। ଭକ୍ତି ବିନା ଜ୍ଞାନରେ ଅହଙ୍କାର ଜାଗୃତ ହୁଏ, ଜ୍ଞାନ ବିନା ଭକ୍ତିରେ ବି ଅନ୍ଧବିଶ୍ୱାସ ଜାଗୃତ ହୁଏ, ଭକ୍ତିକୁ ଆମେ ସକାମ ଭକ୍ତି କରିଦେଇଥାଉ। ଆଜ୍ଞା ନିଷ୍କାମ କର୍ମ ବିନା ବି ସକାମ କର୍ମରେ ଆମେ ଲୋଭ ମୋହ କାମ କ୍ରୋଧରୁ ମୁକ୍ତ ପାଇବାନି। ଧ୍ୟାନ ଯୋଗ ବିନା ବି ଆମେ ସତ୍ୟକୁ ଅନୁଭବ କରିପାରିବାନି। ତ ଆଜିର ଚର୍ଚ୍ଚାର ନିଷ୍କର୍ଷ ହେଉଛି, ଚାରି ଧର୍ମର, ଚାରି ଯୋଗର ଆବଶ୍ୟକତା ଅଛି, କିନ୍ତୁ ତାକୁ ବୁଝିକିରି ଆମେ ଆଚରଣ କରିବା ଦରକାର। ବୁଝିକିରି ଆଜ୍ଞା ଭକ୍ତି କ'ଣ, ଆଜ୍ଞା ଭକ୍ତି ମାର୍ଗ କ'ଣ? ବହୁତ ଲୋକ କହନ୍ତି କଳି ଯୁଗରେ ଭକ୍ତି ଭକ୍ତି ଯୋଗ ହିଁ ସାର, ନାମ ଜପ ହିଁ ସାର। ମିଛ ଆଜ୍ଞା କଥା ଆଜ୍ଞା, ନିଜକୁ ଠକିବା ଛଡା କିଛି ନୁହଁ। ଆଜ୍ଞା କଳି ଯୁଗ, ସତ୍ୟ ଯୁଗ, ତ୍ରେତା, ଦ୍ୱାପର ଯୁଗ, ଏ ଯୁଗ ହେଲା କିଛି ବର୍ଷକୁ ମାପିବା ପାଇଁ ଏକ ମାପଦଣ୍ଡ। ଯେମିତି ଆଜ୍ଞା କିଛିଟା ଦିନକୁ ମିଶେଇକି ଆମେ 7 ଦିନରେ ଆମେ ଏକ ସପ୍ତାହ କହୁଛେ, 4 ସପ୍ତାହରେ ଆଜ୍ଞା 30 ଦିନରେ ଗୋଟେ ମାସ କହୁଛେ, 12 ମାସରେ ଗୋଟେ ଆଜ୍ଞା ବର୍ଷ କହୁଛେ। ସେମିତି କିଛି ବର୍ଷକୁ ନେଇକରି ଗୋଟେ ଯୁଗ କୁହାଯାଇଛି। ଯୁଗ ହେଲା ଗୋଟେ ମାପଦଣ୍ଡ, ମାପକାଠି। ଆମେ ଦେଖନ୍ତୁ, ସବୁ ଯୁଗରେ ପ୍ରକୃତିର ନିୟମ ସମାନ ଅଛି, ସାଧନାର ବିଧି ମଧ୍ୟ ସମାନ ଅଛି। କିନ୍ତୁ କିଛି ଅଧୁରା ଜ୍ଞାନୀ, କିଛି ଶରୀର ନିଜର ସ୍ୱାର୍ଥ ପୂର୍ତ୍ତି କରିବା ପାଇଁ ବିଭିନ୍ନ ପ୍ରକାର ବ୍ୟାଖ୍ୟା କରିଦେଇଥାନ୍ତି, ମଣିଷ ସମାଜକୁ ଭ୍ରମରେ ଭ୍ରମିତ କରିଦେଇଥାନ୍ତି। ତ ବିନା ଧ୍ୟାନରେ ଆପଣ ଈଶ୍ୱର ପ୍ରାପ୍ତି କରିପାରିବେନି। ବିନା ଜ୍ଞାନରେ ମଧ୍ୟ ଈଶ୍ୱର କିଏ ତାଙ୍କୁ ଚିହ୍ନି ପାରିବେନି। ନିଷ୍କାମ ଭାବରେ ଯେପର୍ଯ୍ୟନ୍ତ ଆପଣ ଆଜ୍ଞା କର୍ମ କରିନାହାନ୍ତି, ସକାମ ଭକ୍ତିରେ ସକାମ ଭାବରେ ଆପଣ ବହିର୍ମୁଖୀ ଲୋଭ ମୋହରେ ବାନ୍ଧି ହେଇକି ରହିବେ, ଅନ୍ୟଙ୍କୁ ଠକିବେ, ନିଜେ ଠକାମିରେ ପଡ଼ିବେ। ବୁଝିପାରୁଛନ୍ତି? ତ ଚାରି ମାର୍ଗର ଆବଶ୍ୟକ ଅଛି, ଆଜ୍ଞା ଚାରି ମାର୍ଗ ଶ୍ରେଷ୍ଠ। ଆମେ ସମୟକୁ ଦବାର ଆବଶ୍ୟକ ଅଛି। ସବୁ ଜିନିଷ ସହଜରେ ଆଗେ ମିଳେନି। ଗୁରୁଜୀ, ଏଇଠି ଏଇଟା ତ ଆମେ ଚାରି ମାର୍ଗ ପୁରା ସ୍ପଷ୍ଟତା ଭାବେ ଜାଣିଲେ,
ଚାରି ମାର୍ଗ ନିହାତି ଦରକାର। ଯଦି ଚାରି ମାର୍ଗ ନଥିଲେ ଆମେ ଈଶ୍ୱର ପ୍ରାପ୍ତି ବି କରିପାରିବାନି। କିନ୍ତୁ ଏଠି କିଛି କିଛି ବ୍ୟକ୍ତି ଅଛନ୍ତି, କିଛି କିଛି ସାଧୁ ସନ୍ଥ ଅଛନ୍ତି, କିଛି କିଛି ଲୋକ ବି ମତେ କିଛି କିଛି କୋଶ୍ଚିନ୍ ବି କରିଛନ୍ତି, ଯୋଉଟା କି ଭକ୍ତି ମାର୍ଗଟା ସବୁଠୁ ଶ୍ରେଷ୍ଠ ଅଛି ଆଉ ଭକ୍ତିଟା ସବୁଠୁ ସହଜଟା ପ୍ରାପ୍ତି ହୁଏ ବୋଲି କିଛି କିଛି ଲୋକଠୁ ମୁଁ ଶୁଣିଛି। ଆଉ ଏଇଟା ଅନେକ ଜାଗାରେ ଜ୍ଞାନର ଆବଶ୍ୟକତା ପଡିନି, ଭକ୍ତିର ଆବଶ୍ୟକତା ପଡିଛି ବୋଲି ବିଭିନ୍ନ କୋଶ୍ଚିନ୍ ବି ମତେ ଗୁରୁଜୀ ଏଇଟା ପଡିଛି। ଏଇଟା ଟିକେ ଆଉ ଟିକେ କ୍ଲିୟର କରନ୍ତୁ ଗୁରୁଜୀ। ନିଶ୍ଚୟ ନିଶ୍ଚୟ ଦେଖନ୍ତୁ, ଭକ୍ତି କଣ ସେ ଟିକେ ଦେଖନ୍ତୁ, ଗୋଟେ କଥା, ମଣିଷ ଯୋଉଠି ସହଜ ଥାଏ, ଯୋଉଠି ସରଳ ଥାଏ, ସେଠି ଅଧିକ ଲୋକ ବାନ୍ଧି ହେଇଥାନ୍ତି। ସେଠି ଅଧିକ ଲୋକ କାହିଁକିନା ସହଜରେ ମିଳିବାର ଏଇଟା ଗୋଟେ ମନର ଗୋଟେ ଆକାଂକ୍ଷା, ମନର ଏଇଟା ଗୋଟେ ପ୍ରକୃତି କହିପାରିବା, ଆଜ୍ଞା ମନର ଏଇଟା ଗୋଟେ ଗୁଣ କହିପାରିବା। ଯୋଉଠି ସହଜ ସରଳ ସେଠି ଅଧିକାଂଶ ଲୋକ ଯୋଡି ହେଇଯାଆନ୍ତି। ଆଉ ସହଜରେ ସବୁ ଜିନିଷ ପାଇବା ପାଇଁ ଅନେକ ଯୋଜନା କରୁଥାନ୍ତି, ଆଉ ସତ୍ୟକୁ ଚିହ୍ନି ପାରିନଥାନ୍ତି। ଦେଖନ୍ତୁ ଭକ୍ତି କଣ, ଆମେ ଦେଖନ୍ତୁ, ଭକ୍ତି ଆଜ୍ଞା ହେଲା ସମଦୃଷ୍ଟି, ସମର୍ପଣ ଭାବ। ଆଚ୍ଛା, ଆଜ୍ଞା ଗୋଟେ କଥା ମତେ କୁହନ୍ତୁ, ଆପଣ ଯେପର୍ଯ୍ୟନ୍ତ ଈଶ୍ୱରଙ୍କ ତତ୍ଵକୁ ଚିହ୍ନି ନାହାନ୍ତି, ଈଶ୍ୱରଙ୍କ ଅସ୍ତିତ୍ଵକୁ ଜାଣି ନାହାନ୍ତି, ଆପଣ ଭକ୍ତି କାହାକୁ କରିବେ? ମୁଁ ଆପଣଙ୍କୁ କହିବି, ଆପଣ ଏଲିଏନକୁ ଭକ୍ତି କରନ୍ତୁ। ଏଲିଏନ କଣ ଜାଣିନାହାନ୍ତି, ଏଲିଏନଙ୍କ ସ୍ୱରୂପ କଣ ଜାଣିନାହାନ୍ତି, ଆଜ୍ଞା ଆପଣ ଏଲିଏନକୁ ଭକ୍ତି କରିପାରିବେ? ଭଲ ପାଇପାରିବେ? କେମିତି ଭକ୍ତି କରିବେ? ତ ଏଇଠି ଗୋଟେ କଥା ମନରେ ଜାଗୃତ ହଉଛି, ଆମେ ଯେପର୍ଯ୍ୟନ୍ତ ଈଶ୍ୱରୀୟ ସତ୍ତାକୁ ଚିହ୍ନିନେ, ଈଶ୍ୱର କଣ ଜାଣିନେ, ଆଉ କିଛି ଲୋକ କହୁଛନ୍ତି ରାଧା ରାଧା ଜପ, କିଛି ଲୋକ କହୁଛନ୍ତି କୃଷ୍ଣ କୃଷ୍ଣ ଜପ, ଆଜ୍ଞା ଅନେକ ଅନେକ ଜାଗାରେ ଆମେ ଦେଖିଛେ ନାମ ସଂକୀର୍ତ୍ତନ ହଉଛି, କିନ୍ତୁ ନାମ ନାମୀ ଭିନ୍ନ। ଧ୍ୟାନ ଦେଇ ବୁଝନ୍ତୁ, ଏ କଥାକୁ ବୁଝିପାରିବେ। ନାମୀ ହେଲେ ତତ୍ଵ, ନାମୀ ହେଲେ ଶକ୍ତି, ଆଜ୍ଞା ଆଜ୍ଞା ନାମୀ ହେଲେ ସେ ନିରାକାର ସତ୍ତା, ଯାହାର କୌଣସି ଆକାର ନାହିଁ, ଆକୃତି ନାହିଁ, ଗୁଣ ନାହିଁ, ଆଜ୍ଞା କୌଣସି ବର୍ଣ୍ଣ ନାହିଁ, ଆଜ୍ଞା କୌଣସି ଚିହ୍ନ ନାହିଁ, କିଛି ନାହିଁ। ସେ ଈଶ୍ୱର, ସେ ଆଜ୍ଞା ଈଶ୍ୱର ଯୋଉ ତତ୍ଵରେ ଅଛନ୍ତି, ସେ ତତ୍ଵ ହେଲା ଏକ ଏପରିକା ଶକ୍ତି, ଯୋଉ ଶକ୍ତି ମନ ଇନ୍ଦ୍ରିୟର ଊର୍ଦ୍ଧ୍ୱରେ ଅଛନ୍ତି, ଯୋଉ ଶକ୍ତିର କୌଣସି ଚିହ୍ନ ବର୍ଣ୍ଣ ଆଜ୍ଞା ନାହିଁ। କିନ୍ତୁ ଆମେ ଯୋଉ ଭକ୍ତି କରୁଛେ, ଆମେ ଗୋଟେ ଆକାର ଦେଇଛେ, ଗୋଟେ ନାମ ଦେଇଛେ, ଗୋଟେ ଆଜ୍ଞା ବର୍ଣ୍ଣ ପନ୍ଥ ଦେଇଛେ। ତ ଆଜ୍ଞା ସେଠି ଯୋଉଠି ବି ଗୋଟେ କଥା ବୁଝିବା ଦରକାର, ଯୋଉଠି ବି ଆକାର ଅଛି ଆମେ ନିରାକାର ଆଡକୁ ଯାଇପାରିବାନି, ଯୋଉଠି ବି ନାମ ଅଛି ଆମେ ସେ ଅନାମିକୁ ଚିହ୍ନି ପାରିବାନି, ଯୋଉଠି ବି ରୂପ ଅଛି, ଆଜ୍ଞା ରୂପକୁ ନେଇକିରି, ନାମକୁ ନେଇକିରି, ସ୍ୱରୂପକୁ ନେଇକିରି ମନ ଭିତରେ ବୃତ୍ତି ଜାଗୃତ ହୁଏ। ଆପଣ ଭାବି ନିଅନ୍ତୁ, ଆଜ୍ଞା ଭଗବାନ ଶିବଙ୍କୁ ପୂଜା କରୁଛନ୍ତି, ଶିବଙ୍କୁ ମୂର୍ତ୍ତି ରୂପରେ ଦେଖିଛନ୍ତି, ମୂର୍ତ୍ତି ରୂପରେ ଆଜ୍ଞା ପୂଜୁଛନ୍ତି। ଶିବଙ୍କର ଅନେକ ଗପ କାହାଣୀ ମଧ୍ୟ ଆପଣ ଶୁଣିଛନ୍ତି। ତ ଯଦି ମୂର୍ତ୍ତି ଆଜ୍ଞା ରୂପର ହିଁ ପୂଜୁଛନ୍ତି, ସେଠି ଅଜାଣତରେ ମନ ଭିତରେ ସକାମ ଭକ୍ତି ଜାଗୃତ ହବ। ଭଗବାନ ଶିବ ମତେ ଦୁଃଖରୁ ନିବୃତ୍ତି କରିବେ। ଦୁଃଖର କାରଣ ମୁଁ ନିଜେ ଆଜ୍ଞା ବୁଝିପାରୁନି, ସୁଖର କାରଣ ବି ମୁଁ ନିଜେ। ଆଜ୍ଞା ଶରୀର ଏ ସଂସାରରେ ଯାହା ବି କର୍ମ କରିବ, ସେ କର୍ମର ଫଳ ସ୍ୱରୂପ ଦୁଃଖ ରୂପକ ସେ ପୀଡ଼ାକୁ ଭୋଗିବ, ସୁଖ ରୂପକ ସେ ସ୍ୱର୍ଗକୁ ଭୋଗୁଛି, ମାନେ କର୍ମଫଳ ସିଦ୍ଧାନ୍ତ। ଆଜ୍ଞା ଦୁଃଖର କାରଣ ମୁଁ, ଆଉ ଦୁଃଖର ନିବୃତ୍ତି ଈଶ୍ୱର କାହିଁକି ଆମେ କହିବା? ତ ଯେମିତି ଆମେ ଶିବଙ୍କୁ ଯଦି ଆମେ ଶରୀର ରୂପରେ ଏକ ଆକାର ଆକୃତି ରୂପରେ ଆମେ ପୂଜିବା, ସେଠି ଆମେ ଈଶ୍ୱର ପ୍ରାପ୍ତି କରିବା ପାଇଁ ନୁହଁ, ଈଶ୍ୱରଙ୍କ ଠାରୁ କିଛି ପାଇବା ପାଇଁ, ସୁରକ୍ଷା ପାଇବା ପାଇଁ, ଈଶ୍ୱରଙ୍କ ଠାରୁ କିଛି ବର ପାଇବା ପାଇଁ। ଈଶ୍ୱର, ଆମେ ଶିବଙ୍କ କଥା ଶୁଣିଛେ, ଅନେକ ରାକ୍ଷସକୁ ସେ ମାରି ଦେଇଛନ୍ତି। ତ ଈଶ୍ୱର, ମୋ ଶତ୍ରୁ ଯେତେବେଳେ ମୋ ସାଙ୍ଗରେ କିଛି କୁବ୍ୟବହାର କରିବେ, ଠାକୁର ଆସିକରି ମତେ ରକ୍ଷା କରିବେ। ଏହିପରିକା ଫେରେ ଆମେ ସକାମ ଭକ୍ତି କରିବା। ଆମେ ବୁଝିବା ଦରକାର, ଶିବଙ୍କ ମୂର୍ତ୍ତିକୁ ଅନେକ ଥର ଆମେ ଦେଖିଛେ, ସେ ଧ୍ୟାନ ମୁଦ୍ରାରେ ବସିଥାନ୍ତି, ଆଖି ବନ୍ଦ କରି ବସିଥାନ୍ତି। ଆମେ ଅନେକ କଥାକୁ ଆମେ ଶୁଣୁଛେ, ଏ କଥାକୁ ବୁଝିଛେ, ଈଶ୍ୱର ମାନେ ଯୋଗୀରାଜ, ଯୋଗୀରାଜ, ଯୋଗର ରାଜ୍ୟ, ଆଜ୍ଞା ଯୋଗକୁ ଆବିଷ୍କାର କରିଥିଲେ। ତାହେଲେ ଆମେ ବୁଝିବା ଦରକାର ଯୋଗ କଣ, ଆଜ୍ଞା ଯୋଗ କେମିତି କରିବା। ତ ଯେତେବେଳେ ଆମେ ଭକ୍ତି ମାର୍ଗକୁ ଆସିକରି ଭୌତିକ ଉପାସନା ଆଦି କାର୍ଯ୍ୟକ୍ରମ କରିବା, ଏ ଭୌତିକ ଉପାସନାରେ ମନ ଭିତରେ ଆଶା ଅଭିଳାଷା, ଇଚ୍ଛା ବାଞ୍ଛନା ଜାଗୃତ ହବ। ଭୌତିକ ଉପାସନା ମାଧ୍ୟମରେ ମନ ମୌନ ହବନି, ମନରେ ବୃତ୍ତି ରହିବ, ଆଜ୍ଞା ମନରେ ଆଶା ଅଭିଳାଷା ରହିବ, ଇଚ୍ଛା ବାଞ୍ଛନା ରହିବ। ଯେପର୍ଯ୍ୟନ୍ତ ମନ ଶାନ୍ତ ହେଇନି, ସେ ପର୍ଯ୍ୟନ୍ତ ମନ ଅନ୍ତର୍ମୁଖୀ ହବନି। ଯେପର୍ଯ୍ୟନ୍ତ ମନ ଅନ୍ତର୍ମୁଖୀ ହେଇନି, ସେ ପର୍ଯ୍ୟନ୍ତ ମନ ତା ସତ୍ତା ସାଙ୍ଗରେ, ତା ଆତ୍ମା ଶକ୍ତି ସାଙ୍ଗରେ, ତା ବ୍ରହ୍ମ ସତ୍ତା ସାଙ୍ଗରେ ସମାହିତ ଆଜ୍ଞା ହେଇପାରିବନି। ବୁଝିପାରୁଛନ୍ତି? ତେଣୁକରି ଭକ୍ତି ଆମେ ସହଜ ଆଜ୍ଞା କାହିଁକି କହିବା? ସହଜ ନୁହଁ, ବିଧିରେ କୌଣସି ସହଜ ନଥାଏ, ବିଧିରେ କୌଣସି ଜଟିଳ ମଧ୍ୟ ନଥାଏ। ଆଜ୍ଞା
କିନ୍ତୁ ଆମ ମାନିବାରେ, ଆମ ଆଜ୍ଞା ବୁଝିବାରେ ଭେଦ ଥିବାରୁ, ମନର ସ୍ତରରେ, ଜ୍ଞାନର ସ୍ତରରେ ସ୍ପଷ୍ଟତା ନଥିବାରୁ ଆମେ କୋଉଠି ଜଟିଳ କୋଉଠି ସହଜ ପରଖୁଥାଉ। କିନ୍ତୁ ମୁଁ ତ କହିବି ଧ୍ୟାନ ମାର୍ଗ ଏତେ ସରଳ, ଏତେ ଆନନ୍ଦଦାୟକ, ଏତେ ଖୁସି ସନ୍ତୁଷ୍ଟିଦାୟକ। ଯଦି ଆପଣ ଧ୍ୟାନ ମାର୍ଗକୁ ଆଚରଣ କରିବେ, ଧ୍ୟାନ ବିଧିକୁ ପ୍ରତିଦିନ କିଛି ସମୟ କରିବେ, ଆପଣ ଦେଖିବେ ମନ ଭିତରେ ଏକ ତୃପ୍ତତା ରହିବ, ଏକ ଆନନ୍ଦ ରହିବ, ଆନ୍ତରିକ ସୁଖକୁ ନେବେ। ଆଜ୍ଞା ପ୍ରାଥମିକ ଦଶାରେ ଟିକେ କଷ୍ଟ ଲାଗିପାରିବ, ପ୍ରାଥମିକ ଦଶାରେ। କାହିଁକି? ଆଜ୍ଞା ପ୍ରାଥମିକ ଦଶାରେ ମନ ବିଭିନ୍ନ ବିଚାର ଜାଲରେ ହଜି ମଜିକିରି ଅଛି, ବିଚାରର ବେଗରେ ଅସ୍ଥିର ଅଛି। ସେ ଅସ୍ଥିର ମନକୁ ଯେତେବେଳେ ଆମେ ଆଜ୍ଞା ପ୍ରାଥମିକ ଦଶାରେ ଧ୍ୟାନ କରିବା ପାଇଁ, ମୌନ କରିବା ପାଇଁ, ସ୍ଥିର କରିବା ପାଇଁ ପ୍ରଚେଷ୍ଟା କରିବା, ସେ ପ୍ରାଥମିକ ଦଶାରେ ମନରେ ଟିକେ ଚିଡ଼ି ଆସିବ। କାହିଁକିନା ଆମେ ଅଧିକ ସମୟ ବସି ପାରିବାନି, ଆଖି ବନ୍ଦ କରି ଅଣ୍ଟାକୁ ସିଧା ରଖି ହାତକୁ ଧ୍ୟାନ ମୁଦ୍ରାରେ ରଖି ଏକାଗ୍ରତାକୁ ଆଣିପାରିବାନି, ମନ ଚଞ୍ଚଳ ଅଛି, ଅସ୍ଥିର ଅଛି। ଆଜ୍ଞା ପ୍ରାଥମିକ ଦଶାରେ ଟିକେ ଆମକୁ ଆଜ୍ଞା କଷ୍ଟ ଲାଗିପାରେ। କିନ୍ତୁ ଯଦିଓ ସେ କଷ୍ଟକୁ ସହି ଏକାଗ୍ର ଚିତ୍ତରେ ଆଗ୍ରହୀ ହେଇକିରି ଗୋଟେ ମାସ ଆପଣ ଧ୍ୟାନ ଆଜ୍ଞା କରି ଦେଖନ୍ତୁ, ଧ୍ୟାନର ସୁଖକୁ ଯେତେବେଳେ ଆପଣ ନେବେ, ଭକ୍ତି କଣ ଭୁଲିଯିବେ, ଭକ୍ତି ମାର୍ଗକୁ ଭୁଲିଯିବେ, ଆଜ୍ଞା ନିଜକୁ ଭକ୍ତି କରିବେ, ଅନ୍ତର୍ଭକ୍ତି କରିବେ, ଆଜ୍ଞା ଅନ୍ତର୍ଚକ୍ଷୁକୁ ଖୋଲିବେ। ବୁଝିପାରୁଛନ୍ତି? ତ ଏଇଠି କଷ୍ଟ ଆଜ୍ଞା କିଛି ଆଜ୍ଞା ନାହିଁ। କଷ୍ଟ ଆମେ ମାନିଛେ, ଜ୍ଞାନ ମାର୍ଗ ବହୁତ ଲୋକ କହନ୍ତି କଷ୍ଟ, କଷ୍ଟ ଆଜ୍ଞା କିଛି ନାହିଁ। ଆଜ୍ଞା ଜ୍ଞାନ ବୁଝିବା, ଆଜ୍ଞା ଆମେ କଥାବାର୍ତ୍ତା ହଉଛେ, ଆମେ ଭୌତିକ ପାଠ ପଢୁଛେ, ଆମେ ଯଦି ପାଠକୁ କଷ୍ଟ ଭାବିବା, ପାଠ ମାଧ୍ୟମରେ ଭୌତିକ ଜ୍ଞାନ ଅର୍ଜନ କରିପାରିବା କି? କେବେ କରିପାରିବାନି। ଜ୍ଞାନ କେବେ ମାର୍ଗ ନୁହଁ। କଷ୍ଟ ଆମେ ମାନିଛେ, ଆଜ୍ଞା କିନ୍ତୁ ଜ୍ଞାନ ମାର୍ଗ କଷ୍ଟ ନୁହେଁ। ଜ୍ଞାନ ମାର୍ଗ କଣ ଆମେ ବୁଝିବା ଦରକାର। ଆମେ ତତ୍ଵଜ୍ଞାନୀ ଗୁରୁଙ୍କ ପାଖରେ ବସିବା, ତାଙ୍କ ମୁଖାର ଆଜ୍ଞା ବିମ୍ବରୁ ଆତ୍ମା ତତ୍ଵ କଥା ବୁଝିବା। ଆତ୍ମା କେମିତି ମନ ଇନ୍ଦ୍ରିୟର ଉର୍ଦ୍ଧ୍ୱରେ ଅଛନ୍ତି। ଆତ୍ମାର ଆମେ କହୁଛେ ଗୁଣ ନାହିଁ, ବର୍ଣ୍ଣ ନାହିଁ। ତାହେଲେ ଆତ୍ମାକୁ କେମିତି ଚିହ୍ନିବା? ଗୁରୁଙ୍କ ମାର୍ଗରେ ଆଜ୍ଞା ମାଧ୍ୟମରେ ବୁଝିବା। ଆମେ କହୁଛେ ଆତ୍ମାକୁ ଇନ୍ଦ୍ରିୟ ମାଧ୍ୟମରେ, ମନ ମାଧ୍ୟମରେ ଦେଖିପାରିବାନି, ତାହେଲେ ଆତ୍ମାକୁ କେମିତି ଦେଖିବା? ତା ବିଧି କଣ? ବିନା ଇନ୍ଦ୍ରିୟରେ, ବିନା ମନରେ ତାହେଲେ ଆତ୍ମା ଦେଖି ହୁଏ। ତାହେଲେ କେମିତି ଦେଖିବା? କୋଉ ପରିକା ବିଧି ଅଛି? ଏସବୁ କଥାକୁ ବୁଝିବା ପାଇଁ ଟିକେ ସମୟର, ଟିକେ ଜିଜ୍ଞାସାର, ଟିକେ ବ୍ରହ୍ମ ଜିଜ୍ଞାସାର ଆବଶ୍ୟକ ଅଛି। ବାକି କିଛି କଠିନ ନୁହଁ। କିଛି ସାଧୁ ସନ୍ଥ ମାନେ ଅଧୁରା ଜ୍ଞାନରେ ସେମାନେ ତାଙ୍କ ଭକ୍ତଗଣଙ୍କୁ ବଢ଼େଇବା ପାଇଁ, ତାଙ୍କ ଚେଲାଙ୍କୁ ବଢ଼େଇବା ପାଇଁ ସେମାନେ ମିଥ୍ୟା ବ୍ୟାଖ୍ୟା କରିଦେଇଥାନ୍ତି। ମୁଁ ହିଁ ଠିକ୍, ଏଇ ମାର୍ଗ ହିଁ ଠିକ୍, ଭକ୍ତି ମାର୍ଗ ହିଁ ଠିକ୍। ଭକ୍ତି କାହାକୁ କରୁଛନ୍ତି ଆପଣ ନ ଜାଣିଲେ ଭକ୍ତି କେମିତି କରିବେ କହୁନାହାନ୍ତି? ତେଣୁକରି ସବୁ ମାର୍ଗ ସରଳ। ଆଜ୍ଞା ସେ ମାର୍ଗକୁ ବୁଝିଲେ ସେ ଜଟିଳ ଭାବୁଥିବା ମାର୍ଗ ଆପଣଙ୍କୁ ଆନନ୍ଦ ଦେବ, ସୁଖ ଦେବ। ଯେତେବେଳେ ଗୋଟେ ଗୋଟେ କଥାକୁ ଆପଣ ଆତ୍ମଜ୍ଞାନ ମାଧ୍ୟମରେ ବୁଝିବେ, ମନରେ ଏକ ତୃପ୍ତତା ଆସିବ, ମନରେ ଏକ ଆନନ୍ଦ ଆସିବ। ତତ୍ ତ୍ୱମ୍ ଅସି, ସିଏ ଆପଣ ହିଁ ଅଟନ୍ତି। ଯେଉଁ ବ୍ରହ୍ମକୁ, ଯେଉଁ ଈଶ୍ୱରଙ୍କୁ ଖୋଜୁଛନ୍ତି, ସିଏ ଆପଣ ଅଟନ୍ତି। କେତେ ବଡ଼ କଥା, କେତେ ବଡ଼ କଥା! ଏ କଥାକୁ ଯେତେବେଳେ ମନରେ ଶୁଣିବେ, କାନ ପ୍ରଫୁଲ୍ଲିତ ହେଇଯିବ, ମନ ମୋହିତ ହେଇଯିବ। ଆଜ୍ଞା ମୁଁ ସେଇ ତତ୍ଵ, ମୁଁ ଯେଉଁ ବିରାଟ ବିଶାଳ, ମୁଁ ଯେଉଁ ଅସୀମ ଅପାର ଯେଉଁ ଶକ୍ତିକୁ ମୁଁ ଈଶ୍ୱର ମାନିଥିଲି, ମୁଁ ସିଏ ଏକ। କି କଥା, କି କଥା! କେମିତି? ମନରେ ଆହୁରି ଏଇଟା ଜିଜ୍ଞାସା ଗୋଟେ ଜାଗ୍ରତ ହବ, ଗୁରୁଜୀ କେମିତି? ଗୁରୁଜୀ ଗୁରୁଜୀ ଏଇଟା ଗୋଟେ ସାଧାରଣ ଲୋକ ଶୁଣିଲେ ବି ତାର ଗୋଟେ ଜିଜ୍ଞାସା ପଳେଇ ଆସିବ। ମୁଁ ଏଇ ମାର୍ଗରେ ଯିବି, ମୋ ତତ୍ତ୍ୱ ମୁଁ ଅଛି, ମୁଁ ନିଜକୁ ନିଜେ ପରଖିବି, ନିଜକୁ ନିଜେ ଜାଣିବି। ନିଶ୍ଚୟ। ଜଣେ ଶୁଣିଲେ ଜ୍ଞାନ ମାର୍ଗକୁ ଯଦି ସଠିକ ଜ୍ଞାନର ପ୍ରଚାର ହବ, ଫେର ଜ୍ଞାନରେ ଯଦି ବାଟବଣା କିଏ କରିବେ, ଗିରି ଗୋବର୍ଦ୍ଧନକୁ ପୂଜା କର, ପିଠା ପଣା ଆଣିକିରି ଦିଅ, ମତେ ଦକ୍ଷିଣା ଦିଅ, ଫୁଲମାଳରେ ମତେ ମୁଣ୍ଡିଆ ମାର, ଗୁରୁଙ୍କୁ ପୂଜିଲେ ସବୁ ମିଳିଯିବ, ଆଉ ଗୁରୁ ହେଲେ ଡଙ୍ଗା, ସେ ଡଙ୍ଗାରେ ବସିଲେ ଆପଣଙ୍କୁ ଗୁରୁ ପାର କରିଦେବେ, ଏମିତିଆ ମିଛ ପ୍ରହସନ କଲେ ଫେର ହଉଛି ନା ଗୁରୁ କିଛି ପାଇପାରିବେ, ନା ଭକ୍ତ ଯାଇକିରି କୋଉଠି ପହଞ୍ଚି ପାରିବେ। ଜ୍ଞାନ ଶାସ୍ତ୍ର ଯୁକ୍ତ ହେଇଥିବା ଦରକାର। ଆଜ୍ଞା ଜ୍ଞାନ ଶାସ୍ତ୍ରର ବ୍ୟାଖ୍ୟା ଦେଇକିରି ଆପଣଙ୍କୁ ବୁଝେଇବା ଦରକାର। ଆଜ୍ଞା ଉପନିଷଦର ବ୍ୟାଖ୍ୟା ଦେଇକିରି, ମନ୍ତ୍ରର ବ୍ୟାଖ୍ୟା ଦେଇକିରି ଆପଣଙ୍କୁ ବୁଝେଇବା ଦରକାର। ଆଜ୍ଞା ଗପ କାହାଣୀ ନୁହଁ, ଗପ କାହାଣୀ ନୁହଁ, ଗପ କାହାଣୀ ଶୁଣିବା ପାଇଁ ଆଜ୍ଞା ଜ୍ଞାନ ମାର୍ଗକୁ ଆସିବାନି। ଜ୍ଞାନ ମାର୍ଗର ଉଦ୍ଦେଶ୍ୟ କେବଳ ତତ୍ଵ ଜ୍ଞାନ, ତତ୍ଵ ଜ୍ଞାନ, ବ୍ରହ୍ମ ଜ୍ଞାନ। ଆଜ୍ଞା ଯେଉଁ ଜ୍ଞାନ ମାଧ୍ୟମରେ ଆମେ ଶରୀର, ଇନ୍ଦ୍ରିୟ, ମନର ଉର୍ଦ୍ଧ୍ୱରେ ଥିବା ସେ ବ୍ରହ୍ମ ସତ୍ତାକୁ ଚିହ୍ନି ପାରିବା, ସେ ଆତ୍ମଶକ୍ତିକୁ ବୁଝିପାରିବା। ତ ଜ୍ଞାନ ମାର୍ଗରେ ଯେତେବେଳେ ଜଣେ ସାଧକ ଆସିବେ, ଜ୍ଞାନର ଗଭୀର କଥାକୁ ଯେତେବେଳେ ବୁଝି ବୁଝିକା ଯିବେ, ମନରେ ଏକ ଶାନ୍ତି, ଏକ ଏକ ତୃପ୍ତତା ଉତ୍ପନ୍ନ ହବ, ମନ ଭିତରେ ଜିଜ୍ଞାସା ଜାଗୃତ ହବ।
ଜ୍ଞାନ ପ୍ରତି ଆଗ୍ରହ ବଢିବ। କିନ୍ତୁ ପ୍ରାଥମିକ ଦଶାରେ ଆମେ ସମସ୍ତେ ଭ୍ରମରେ ଭ୍ରମିତ ହିଁ ଜାଣିଥାଉ, ଆଜ୍ଞା ଏଇଟା ଠିକ ସେଇଟା ଭୁଲ, ଆଉ ଏଇଟା ହିଁ ଆବଶ୍ୟକ ଅଛି, କେବଳ ଭକ୍ତିରେ ହିଁ ଆମେ ପାର ହେଇଯିବା, କଳି ଯୁଗରେ କେବଳ ଭକ୍ତି ହିଁ ସାର, ଏସବୁ ମିଛ କଥା। ତ କୌଣସି ଏତିକି ଖାଲି ମୁଁ କହି ରଖୁଛି, ଆଧ୍ୟାତ୍ମିକତାରେ ପ୍ରତ୍ୟେକ ମାର୍ଗରେ ଶାନ୍ତି ଅଛି, ପ୍ରତ୍ୟେକ ମାର୍ଗରେ ଆନନ୍ଦ ଅଛି। ଆଜ୍ଞା ଯେମିତି ପ୍ରାଥମିକ ଦଶାରେ ଜଣେ ଧନୀ ବ୍ୟକ୍ତି ଯଦିଓ ନିଷ୍କାମ କର୍ମ କରିକିରି କିଛି ପ୍ରସାଦ କିଛି ବସ୍ତ୍ର ବାଣ୍ଟିବେ, ପ୍ରାଥମିକ ଦଶାରେ ତାଙ୍କ ମନକୁ ହେଇପାରେ ଟିକେ କଷ୍ଟ ହବ, ସେ ଲୋଭରେ ଯଦିଓ ଥିବେ, ସେ ଯଦି ମୋହରେ ଥିବେ, ସେ ପ୍ରାଥମିକ ଦଶାରେ ତାଙ୍କୁ ଟିକେ କଷ୍ଟ ହବ। ଯେତେବେଳେ କିଛି ଦିନ ସେ ନିଷ୍କାମ କର୍ମ କରିବେ, ଦେଖିବେ ତାଙ୍କୁ ଯେତେବେଳେ ପ୍ରଶଂସା ମିଳିବ, ଧନ୍ୟବାଦ ଜ୍ଞାପନ କରିବେ, ତାଙ୍କୁ ଈଶ୍ୱର ତୁଲ୍ୟ ଯେତେବେଳେ ଲୋକ ପ୍ରଣାମ କରିବେ, ତାଙ୍କ ବନ୍ଧୁ ସମ୍ପର୍କ ଯେତେବେଳେ ବଢିବ, ତାଙ୍କ ମନରେ ଯେତେବେଳେ ଶ୍ରଦ୍ଧା ପ୍ରେମ ବଢିବ, ସେ ବ୍ୟକ୍ତି ଦେଖିବେ ନିଷ୍କାମ କର୍ମ କରିବା ପାଇଁ ଉତ୍ସାହିତ ହେବେ, ଉଲ୍ଲାସିତ ହେବେ। ତେଣୁକରି ଆଜ୍ଞା ଚାରିଟା ମାର୍ଗ ସେତିକି ଶ୍ରେଷ୍ଠ, ସେତିକି ଆବଶ୍ୟକ, ସେତିକି ଉଚ୍ଚ। ଚାରି ମାର୍ଗ ସମାନ କହିପାରିବା, ଚାରି ମାର୍ଗର ଆବଶ୍ୟକ ଅଛି, କିନ୍ତୁ ସେ ମାର୍ଗକୁ ବୁଝିବା ଦରକାର। ଭକ୍ତି ମାନେ କେବଳ ଭଜନ, କେବଳ ଦର୍ଶନ, କେବଳ ବସିକିରି ସେଠି ଫୁଲ ଫଳକୁ ଦବା, ଦକ୍ଷିଣା ଦେବା, ଏଇଟା ଭକ୍ତି ନୁହଁ। ଭକ୍ତି ହେଲା ସମର୍ପଣ, ଆଜ୍ଞା ଭକ୍ତି ହେଲା ସମଦୃଷ୍ଟିରେ ସମର୍ପଣ ସଂସାରକୁ ଆଜ୍ଞା ଦେଖିବା। କିନ୍ତୁ ସେ ପରିକା ଭକ୍ତି, ସେ ପରିକା ଜ୍ଞାନ, ସେ ପରିକା ନିଷ୍କାମ କର୍ମ, ସେ ପରିକା ଧ୍ୟାନ ମାର୍ଗର ସଠିକ ଚର୍ଚ୍ଚା ନ ହେବାରୁ ଆମେ ସେ ଜିନିଷକୁ ବୁଝିପାରୁନେ, ଭକ୍ତି କ'ଣ ବୁଝିପାରୁନେ। ଅନେକ ଲୋକ ଦିନ ରାତି ମଠ ମନ୍ଦିରରେ ସମୟ ଦେଉଥାନ୍ତି, ସମର୍ପଣ ଭାବରେ ତାଙ୍କ ଧନକୁ, ତାଙ୍କ ସମୟକୁ, ତାଙ୍କ ପରିଶ୍ରମକୁ ସେମାନେ ସେଠି ମାନେ ସମର୍ପଣ କରୁଥାନ୍ତି। କିନ୍ତୁ ଯଦି ତାଙ୍କୁ ହୁଁ ସ୍ୱାର୍ଥ ପାଇଁ କିଏ ଦୁରୁପଯୋଗ କରିବେ, ତାହେଲେ ସେ ଭକ୍ତ ବି କିଛି ପାଇପାରିନଥାନ୍ତି, ଆଧ୍ୟାତ୍ମିକତାର ସଠିକ ଉଦ୍ଦେଶ୍ୟ ପୂର୍ତ୍ତି ହେଇପାରୁନଥାଏ। ତ ଏଇଠି ଏ ଚର୍ଚ୍ଚାର ଉଦ୍ଦେଶ୍ୟ ହେଲା, ହୁଁ ଯିଏ ବି ଆଧ୍ୟାତ୍ମିକତାକୁ ଆଚରଣ କରି ଈଶ୍ୱର ପ୍ରାପ୍ତି କରିବା ପାଇଁ ଚେଷ୍ଟା କରୁଛନ୍ତି, ସର୍ବପ୍ରଥମେ ସେ ବିବେକକୁ ଜାଗୃତ କରି ଭକ୍ତି କ'ଣ, ଜ୍ଞାନର ଆବଶ୍ୟକତା କ'ଣ, ଧ୍ୟାନ କ'ଣ ଆଉ କେମିତି କରିବା, ନିଷ୍କାମ କର୍ମ କଲେ କ'ଣ ସବୁ ଲାଭାନ୍ୱିତ ହେଇପାରେ, ଏସବୁ ଜିନିଷକୁ ଆଜ୍ଞା ଦୟାକରି ପରଖନ୍ତୁ। ସେ ଜିନିଷକୁ ସଠିକ ମାର୍ଗରେ, ସଠିକ ବିଧିରେ ଆଚରଣ କରନ୍ତୁ। ତେବେ ଯାଇକରି ଅନ୍ଧବିଶ୍ୱାସରେ କେହି କାହା କଥା ମାନନ୍ତୁନି। ସେ ଗୁରୁ ହୁଅନ୍ତୁ, ଯିଏ ହୁଅନ୍ତୁ, ଯୋଉଠି ବି ମନରେ ପ୍ରଶ୍ନ ଉଠୁଛି ଆଗ ପଚାରନ୍ତୁ। ମନରେ ଡର ରଖନ୍ତୁନି, ଗୁରୁଙ୍କୁ ପ୍ରଶ୍ନ ପଚାରିଲେ କାଳେ ଗୁରୁ ରାଗିବେ, କାଳେ ଗୁରୁ ଖରାପ ଭାବିବେ। ଗୁରୁ ଖରାପ କାହିଁ ଭାବିବେ? ଗୁରୁଙ୍କର କର୍ତ୍ତବ୍ୟ ଶିଷ୍ୟଙ୍କ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବା, ଗୁରୁଙ୍କର କର୍ତ୍ତବ୍ୟ ଶିଷ୍ୟଙ୍କ ମନକୁ ସ୍ପଷ୍ଟ କରିବା। ତ ବାରମ୍ବାର ଶ୍ରବଣ ମନନ ନିରିଧ୍ୟାସନ କରି ବୁଝି ବିଚାରିକିରି ପ୍ରତ୍ୟେକ ଜିନିଷ କରନ୍ତୁ। ଆଉ ଗୋଟେ କଥା ଆଜ୍ଞା ମୁଁ କହି ରଖୁଛି, ଈଶ୍ୱର ପ୍ରାପ୍ତି କରିବା ପାଇଁ ଆପଣଙ୍କୁ ଘର ଦ୍ୱାର ଛାଡ଼ିକିରି କୁଆଡ଼େ ଯିବାର ଆବଶ୍ୟକ ନାହିଁ। ସିଏ ଆପଣଙ୍କର ଏତେ କତିରେ ଅଛନ୍ତି, ଏତେ ନିକଟ ସ୍ତରରେ ଅଛନ୍ତି, ଯାହାଙ୍କ ନିକଟରୁ ଅତି ନିକଟରେ କେହି ନାହାନ୍ତି। ସିଏ ସିଏ ଆପଣ ଏକ, ସିଏ ଆପଣ ଅଦ୍ୱୈତ, ସିଏ ଯେଉଁ ସେ ଈଶ୍ୱରୀୟ ସତ୍ତା ଆପଣ ଅଭିନ୍ନ, ଏତେ ନିକଟରେ ଅଛନ୍ତି। ତ ଆଜ୍ଞା ଈଶ୍ୱର ପ୍ରାପ୍ତି କରିବା ପାଇଁ ବଣ ଜଙ୍ଗଲକୁ ଯିବାର ଆବଶ୍ୟକ ନାହିଁ। ହଁ, ସେଇଟା ଗୋଟେ ଅପସନ୍ ଅଛି, ସେତିକି ବୈରାଗ୍ୟ ଆସିଲେ ଆପଣ ଭୌତିକ ସଂସାରକୁ ତ୍ୟାଗ କରି ଯାଇପାରିବେ। ନଚେତ୍ ଆଶ୍ରମରେ ସବୁଠାରୁ ସର୍ବଶ୍ରେଷ୍ଠ ଆଶ୍ରମ ଗୃହସ୍ଥ ଆଶ୍ରମ। ଗୃହସ୍ଥ ଆଶ୍ରମରେ ରହିକିରି ଗୃହର ଦାୟିତ୍ୱକୁ ନିର୍ବାହନ କରିକିରି ଆପଣ ଈଶ୍ୱର ପ୍ରାପ୍ତି କରିପାରିବେ। ଏଇଟା ଶାସ୍ତ୍ରରେ ବର୍ଣ୍ଣନା ଅଛି, କୁଆଡ଼େ ଯିବାର ଆବଶ୍ୟକ ନାହିଁ। ଘରେ ଆପଣଙ୍କ ଦାୟିତ୍ୱକୁ କରନ୍ତୁ, ପରିବାର ପ୍ରତି ଯେଉଁ କର୍ତ୍ତବ୍ୟ ଅଛି ତାକୁ ନିର୍ବାହନ କରନ୍ତୁ, ତା ସଙ୍ଗେ ସଙ୍ଗେ ଏ ଚାରି ମାର୍ଗକୁ ଆଚରଣ କରନ୍ତୁ। ଚାରି ମାର୍ଗ ଶ୍ରେଷ୍ଠ, ଧୀରେ ଧୀରେ ସମୟ ଆସିବ ଈଶ୍ୱର ପ୍ରାପ୍ତି କରିପାରିବେ। ଭଲ ଲାଗିଲା, ଆଜିର ଚର୍ଚ୍ଚା ବହୁତ ଗଭୀର ହେଲା। ଆଗାମୀ ଦିନରେ ଆମେ ଆହୁରି କିଛି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ କରି ସମାଜର ବିବେକକୁ ଜାଗୃତ କରିବା। ଆମେ ଈଶ୍ୱର ପ୍ରାପ୍ତି କରିବା ପାଇଁ ଗୋଟିଏ ବିଧିରେ କୌଣସି ଭିନ୍ନତା ନାହିଁ। ସତ୍ୟ ଗୁରୁଜୀ, ଯୁଗରେ ଯେଉଁ ଆପଣ ଯୋଉ କର୍ମ ଯୋଗ, ଭକ୍ତି ଯୋଗ, ଧ୍ୟାନ ଯୋଗ ଆଉ ଜ୍ଞାନ ଯୋଗ ଉପରେ କହିଲେ, ମୁଁ ଯୋଉ ଯୋଉ ଜାଗାରେ ଦେଖିଛି ସବୁ ଜିନିଷର ଓଲଟା ଏବେ ଚାଲିଛି। ଭକ୍ତି ଯୋଗ ଅର୍ଥାତ୍ ସେମାନେ କୁହନ୍ତି ଯେ ଏଇ ମାନସିକ ଏଠି ଯାଇକିରି କର, ସେଇଠି ପୂରଣ ହେଇଯିବ। କିନ୍ତୁ ଆଉ ଜଣେ ଜଣେ ଏତେ ବି ଜ୍ଞାନୀ ଅଛନ୍ତି ଯୋଉ ମାଧ୍ୟମରେ କି କୁହନ୍ତି କିଛି ଗୁଣି ସାଧନା କର, ଯେମିତି କି ସେଇ କିଛି ଗୁଣି କରିଦେଲେ, କିଛି ଲେମ୍ବୁ ରଖିଦେଲେ, କିଛି ଯେକୌଣସି ଜିନିଷ ସେମାନେ କରନ୍ତି ସେଇ ଜିନିଷ ମାଧ୍ୟମରେ ଭକ୍ତି କର। ତ ଏଇ ଯୋଉ ଜିନିଷ ଆପଣ ବୁଝେଇଲେ, ଏଇଟା ନିହାତି ସମାଜକୁ ଆସିବା କଥା।
ଆଉ ଏଇ ସତ ଜିନିଷଟା ନିହାତି ଆସିବା କଥା। ଆଉ ଗୋଟେ ଜିନିଷ ଗୁରୁଜୀ ଏଇଟା ଯେମିତି କି ବୁଝେଇଲେ, ଗୋଟେ ସାଧକକୁ ନିହାତି ଏଇ ଚାରିଟା ଜିନିଷକୁ ହିଁ ଆପ୍ଲାଏ କରିଲେ ହିଁ ଆମେ ସେଇ ଜିନିଷକୁ ପାଇପାରିବା। ଆମେ ନିଜକୁ ନିଜେ ପରଖି ପାରିବା, ନିଜକୁ ନିଜେ ଜାଣିପାରିବା, ନିଜକୁ ଶ୍ରଦ୍ଧା କରିପାରିବା। ଆମେ ଏଇଠି କଣ କରୁଛନ୍ତି, ସବୁ ଜିନିଷରେ ଓଲଟା ନଉଛନ୍ତି। ଏଇ ଯୋଉ ଜିନିଷ ଯାକ ବୁଝେଇଲେ କର୍ମଯୋଗ, ଭକ୍ତି ଯୋଗ, ଧ୍ୟାନ ଯୋଗ, ଜ୍ଞାନ ଯୋଗରେ ସୋସିଆଲ ମିଡିଆରେ ସବୁ ଜିନିଷ ଓଲଟା ହେଇଛି, ଯୋଉ ମାଧ୍ୟମରେ କି ଆମେ ଆମ ନିଜକୁ ଆମେ ଜାଣିପାରୁନାହାନ୍ତି, ନିଜକୁ ଆମେ ସେଇ ଜାଗାରେ ପହଞ୍ଚି ପାରୁନାହାନ୍ତି। ଖାଲି ନା ଆମେ ଜ୍ଞାନ ପାଇକି ଓଲଟା ଜ୍ଞାନ ପାଇଥିବା, ଓଲଟା ଧ୍ୟାନ କରିବା, କଣ ଲାଭ ହବ ସେଇଠି? ଆମେ ସଠିକ ଜିନିଷକୁ ପାଇବା। ଆଉ ସଠିକ ଜିନିଷ ଗୁରୁଜୀ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ସଠିକ ଆଜ୍ଞା ଜିନିଷଟା ଆପଣ ହଉଛି କହିଲେ। ଆଉ ନିହାତି ଏଇ ଜିନିଷଟା ସମାଜକୁ ଆଖି ଖୋଲିବ, ଖାସ କରିକି ଯୁବପିଢି ମାନଙ୍କୁ ଯଦି ଏଇ ଜିନିଷଟା ଆପ୍ଲାଏ କରିବେ, ତାହେଲେ ନିହାତି ଏଇ ଜିନିଷଟା ପରିବର୍ତ୍ତନ ହବ। ନିଶ୍ଚୟ। ଦେଖନ୍ତୁ, ଆମେ ସମସ୍ତେ କର୍ମ ଫଳକୁ ଏଠି ଭୋଗୁଛେ, ବୁଝିପାରୁଛନ୍ତି? ଆମେ ଆଜ୍ଞା ସଂସାରକୁ ଆଜ୍ଞା ଯାହା ଦବା ସେଇଆ ପାଇବା, ଏଇଟା ହେଲା କର୍ମଫଳ ସିଦ୍ଧାନ୍ତ। ଆମେ ଯଦି ସଂସାରକୁ ପ୍ରେମ ଦବା, ଶ୍ରଦ୍ଧା ଦବା, ଆତ୍ମୀୟତା ଦବା, ଭଲ ପାଇବା ଦବା, ତା ପ୍ରତିଫଳ ପରିଣାମ ସ୍ୱରୂପ ସେଇଆ ପାଇବା। ଆମେ ଯଦି ସଂସାରକୁ ପୀଡ଼ା ଆଜ୍ଞା ଦବା, ଦୁଃଖ ଦବା, ସ୍ୱାର୍ଥ ଦବା, ଆମ ନିଜ ସ୍ୱାର୍ଥ ପୂର୍ତ୍ତି କରିବା ପାଇଁ ବାଧା ବିଘ୍ନ ଉତ୍ପନ୍ନ କରିବା, ତ ଆମେ ସଂସାରରୁ ସେଇଆ ପାଇବା। ଯେମିତି ଗୋଟେ ଯେଉଁ ଆଜ୍ଞା ମଞ୍ଜି ପୋତୁଛେ ସେଇ ଗଛ ହଉଛି, ସେଇ ଫଳ ଫଳୁଛି, ଏ ସଂସାରର କର୍ମଫଳ ମଧ୍ୟ ସେଇଆ। ତ ଏସବୁ ଜିନିଷ ଜଣେ ଆଜ୍ଞା ମଣିଷ ଅଜ୍ଞାନରେ କରୁଥାଏ। ଆମେ ସମସ୍ତେ ଶାନ୍ତି ପ୍ରାପ୍ତ କରିବା ପାଇଁ, ଆଜ୍ଞା ଆନନ୍ଦରେ ରହିବା ପାଇଁ ସତ ଚେଷ୍ଟା କରୁଥାଉ। କିନ୍ତୁ ଶାନ୍ତି ପ୍ରାପ୍ତ ଆଜ୍ଞା କରିବାର ଯେଉଁ ମାର୍ଗ ଅଛି, ଯେଉଁ ସଠିକ ବିଧି ଅଛି, ତାକୁ ଆମେ ଭୁଲି ଯାଇଥାଉ, ଆଜ୍ଞା ତାକୁ ଆମେ ବୁଝିପାରୁନଥାଉ। ବୈଦିକ ପରମ୍ପରାକୁ ନ ପଢ଼ିବାରୁ, ମାନେ ଯେଉଁ ବ୍ରହ୍ମ ବିଦ୍ୟାକୁ ନ ପଢ଼ିବାରୁ, ସଠିକ ସାଧନା ଆଜ୍ଞା ବିଧିକୁ ଆଚରଣ ନ କରିବାରୁ ମଣିଷ ମନରେ ଲୋଭ, ମୋହ, କାମ, କ୍ରୋଧ ଏପରିକା ମଳିନତା ଜାଗୃତ ହେଇଥାଏ। ତ ଆଧ୍ୟାତ୍ମିକତା ଆଜ୍ଞା ଯଦି ସଠିକ ପ୍ରଚାର ହବ, ବ୍ରହ୍ମଜ୍ଞାନର କିମ୍ବା ପରାବିଦ୍ୟାର ଯଦି ସଠିକ ପ୍ରଚାର ହବ, ଜଣେ ସାଧକ ନିଜେ ବି ଶାନ୍ତି ଆନନ୍ଦରେ ଆରୋଗ୍ୟରେ ରହିପାରିବ, ସାରା ବିଶ୍ୱକୁ ଆରୋଗ୍ୟରେ, ଆନନ୍ଦରେ, ଶାନ୍ତିରେ ରଖିବାରେ ସାହାଯ୍ୟ ହେଇପାରିବ। ସାରା ବିଶ୍ୱର କଲ୍ୟାଣ ହବ, ଆଜ୍ଞା କେବଳ ସେ ସାଧକର ନୁହଁ, ଆଜ୍ଞା ସମସ୍ତଙ୍କର କଲ୍ୟାଣ ହବ। ସମସ୍ତେ ଆନନ୍ଦରେ, ଶାନ୍ତିରେ ଆମେ ରହିପାରିବା। ତ ଆଧ୍ୟାତ୍ମିକତା ଯେଉଁ ଗଠନ ହେଇଥିଲା, ତାର ଉଦ୍ଦେଶ୍ୟ ସମଦୃଷ୍ଟିରେ ଦେଖିବା, ସମସ୍ତଙ୍କର ଦୁଃଖରେ ଆଜ୍ଞା ସାହାରା ହବା, ଜଣେ ଜଣକୁ ସହଯୋଗ ଆଜ୍ଞା କରିବା। ଓ ସମସ୍ତେ ଗୋଟିଏ ପରିବାର, କାହିଁକି ନା ଆମେ ସମସ୍ତେ ଜାଣିଛେ ଈଶ୍ୱରଙ୍କ ଠାରୁ ଏ ସୃଷ୍ଟି ନିର୍ମାଣ ହେଇଛି। ସେ ଗୋଟିଏ ସ୍ରଷ୍ଟା ଠାରୁ ଏ ସୃଷ୍ଟି ନିହାତି ନିର୍ମାଣ ହେଇଛି। ସେ ସ୍ରଷ୍ଟାଙ୍କ ସ୍ତରରେ, ସେ ଆତ୍ମା ସ୍ତରରେ ଆମେ ସମସ୍ତେ ଏକ। ଏ ଏକାତ୍ମ ଭାବକୁ ଆଜ୍ଞା ଯେତେବେଳେ ଆପଣ ଆଚରଣ କରିବେ, ଆଜି ଯେଉଁ ଅମାନୁଷିକ କାମ ହେଉଛି, ଆପଣ ଜାଣିଥିବେ ହସ୍ପିଟାଲରେ କାହାର ଦେହାନ୍ତ ହେଲା ପରେ ବି ସେ ବଡିକୁ ଦଉନାହାନ୍ତି, ସେଠି ଡକ୍ଟରମାନେ ରଖିକି ଧନ ଉପାର୍ଜନ କରିବା ପାଇଁ ଆଜ୍ଞା ଚେଷ୍ଟା କରୁଛନ୍ତି। ତାହେଲେ ଠାରୁ ଅମାନୁଷିକ କାମ ଆଜ୍ଞା କିଛି ଏ ସଂସାରରେ ନାହିଁ। ବୁଝିପାରୁଛନ୍ତି? ଭଲ ଲାଗିଲା। ଆଜିର ଚର୍ଚ୍ଚାକୁ ଆମେ ଏଠି ଆଜ୍ଞା ବିରାମ ଦେବା। ଆଗାମୀ ଦିନରେ ଆହୁରି କିଛି ଚର୍ଚ୍ଚାକୁ ଆଜ୍ଞା ଆମେ ବୁଝିଲି। ଚର୍ଚ୍ଚା କରି ସାଧକଙ୍କ, ଆଧ୍ୟାତ୍ମିକ ମାର୍ଗରେ ଥିବା ବ୍ୟକ୍ତିଙ୍କ ବିବେକକୁ ଜାଗୃତ କରିବା ପାଇଁ ଚେଷ୍ଟା କରିବା। ଧନ୍ୟବାଦ। ହରିଓମ। ନିହାତି କରୁଛି। ଆଜ୍ଞା ରଖିବା। କରୁଛି, ପ୍ରଣାମ କରୁଛି। ପ୍ରଣାମ ପ୍ରଣାମ ପ୍ରଣାମ। ଆଜ୍ଞା।